ଥିବାର ଅନୁଭବ କରିପାରିଥିଲି। ଯେଉଁମାନେ ପଢ଼ିବେ ଗୋଟିଏ ଯୋଡ଼େ ପଦ ମୁଁ ପଢ଼େଇବି ଆଉ ଆରମ୍ଭ କରିବି। କିଏମାନେ ପଢ଼ିବେ? ରେଡ଼ି ହୁଅନ୍ତୁ। 1 2 3। ଯୋହନ 5:2। ବେସଦା ବୋଲି କହନ୍ତି। ତାହାର ହେଲା ହେଲା ହେଲା। ଦ୍ୱିତୀୟ ତିମୋଥୀ 4 ପର୍ବର 5 ପଦ। କିନ୍ତୁ ତୁମେ ସମସ୍ତ ବିଷୟରେ ସଚେତନ ହୁଅ, କ୍ଲେଶ ସହ୍ୟ କର, ସୁସମାଚାର ପ୍ରଚାର କର, କାର୍ଯ୍ୟ ସାଧନ କର। ରଖ ଦିଟା ଯାକ ଡିସକ୍ୱାଲିଫାଇଡ୍। କାହିଁକି? ପ୍ରଥମ ଥର ଟିକେ ପଢ଼ିଲେ ଜେରୁସାଲେମ ମେଷଦ୍ୱାର ନିକଟରେ ଏକ ପୁଷ୍କରଣୀ ଅଛି। ଏବ୍ରି ଭାଷାରେ ତାହାର ନାମ ବେଥେସ୍ଦା, କିନ୍ତୁ ପଢ଼ିଲେ ବେଥସାଇଦା। ଦ୍ୱିତୀୟଟା ଯାହା ପଢ଼ିଲେ କ୍ଲେଶ ସହ୍ୟ କର, ସୁସମାଚାର କାର୍ଯ୍ୟ ସାଧନ କର। ସୁସମାଚାର କର, କାର୍ଯ୍ୟ ସାଧନ କର ପଢ଼ିଲେ କେମିତି ନାହିଁ? ସୁସମାଚାରର କାର୍ଯ୍ୟ ସାଧନ କର, ସୁସମାଚାର ପ୍ରଚାର କର, କାର୍ଯ୍ୟ ସାଧନ କର। ସେ ପଢ଼ିଲେ ସୁସମାଚାର ପ୍ରଚାର କର, କାର୍ଯ୍ୟ ସାଧନ କର, ସେମିତି ନୁହେଁ। ସେଥିପାଇଁ ମୁଁ ପଢ଼ାଇ ନାହିଁ। ଦ୍ୱିତୀୟ କାରଣ ମୁଁ ଜଣେ ସାହିତ୍ୟିକ ଆଉ ଲେଖକ। ଭୁଲ କରି ପଢ଼ିଲେ ମୁଁ ସମ୍ଭାଳି ପାରେ ନାହିଁ। ପ୍ରଥମତଃ ବହୁତ ବିଷୟ ଅଳ୍ପ ସମୟରେ ବହୁତ ବିଷୟ କହିବାକୁ ଥିଲେ ପଢ଼େଇବାର ଆବଶ୍ୟକ ପଡ଼େ ନାହିଁ। ଦ୍ୱିତୀୟତଃ ଭୁଲ କରି ପଢ଼ିଲେ ମୁଁ ସମ୍ଭାଳି ପାରେ ନାହିଁ, କାରଣ ମୁଁ ଜଣେ ସାହିତ୍ୟିକ। ଅନ୍ୟମାନେ ନ ପଢ଼େଇଲେ ପ୍ରଚାର କରିପାରିବେ ନାହିଁ। କାମ ଚଳାଇବା ନିମନ୍ତେ ପଢ଼େଇବାକୁ ବାଧ୍ୟ ହେବେ। ମୋର କହିବାର ଅର୍ଥ, ସବୁବେଳେ ଭଲ କରି ବାଇବେଲ ପଢ଼ିବେ, ମୁଖସ୍ଥ ରଖିବେ। ଭବିଷ୍ୟତରେ ଆଉ ଆପଣଙ୍କୁ ବାଇବେଲ ନ ଖୋଲି ପ୍ରଚାର କରିବା ପାଇଁ ପ୍ରଭୁ ସାହାଯ୍ୟ କରିବେ। ସମସ୍ତେ କହନ୍ତୁ ଆମେନ୍। ଯାତ୍ରା ପୁସ୍ତକ 19 ଅଧ୍ୟାୟର ପ୍ରଥମ ପଦ ପାଖକୁ ଯିବା। ମିଶର ଦେଶରୁ ଇସ୍ରାଏଲ ସନ୍ତାନଗଣ ବାହାର ହେବାର ତୃତୀୟ ମାସର ପ୍ରଥମ ଦିନରେ ସେମାନେ ସିଓନ ପ୍ରାନ୍ତରରେ ଉପସ୍ଥିତ ହେଲେ। ଆସନ୍ତୁ ପଦେ ପ୍ରାର୍ଥନା କରିବା। ଯେ ବାୟୁକୁ ଆପଣାର ଦୂତ ଓ ଅଗ୍ନିଶିଖାକୁ ଆପଣାର ପରିଚାରକ କରନ୍ତୁ, ସେଇ ମହାନ ପ୍ରଭୁଙ୍କ ପାଦ ତଳେ ଧନ୍ୟବାଦ ଉତ୍ସର୍ଗ କରୁଅଛୁ। କାରଣ ପ୍ରଭୁ ଏହି ସୁନ୍ଦର ସମୟ ନିରୂପଣ କରିଅଛ। ପ୍ରାର୍ଥନା କରୁଛୁ ପ୍ରଭୁ, ଏହି ଉପାସନାର କେନ୍ଦ୍ର ବିନ୍ଦୁରେ ରହି ସବୁ ଗୌରବନୀୟ ପ୍ରଶଂସା ଗୌରବ ତୁମକୁ ଦେଇ ଉପାସନାକୁ ତୁମରି ହାତରେ ସମର୍ପଣ କରି ଶୀଘ୍ର ଆସୁଥିବା ପ୍ରଭୁ ଯୀଶୁଙ୍କ ନାମରେ ପ୍ରାର୍ଥନା ଉତ୍ସର୍ଗ କରୁଅଛୁ। ଆମେନ୍। ମିଶର ଦେଶରୁ ଇସ୍ରାଏଲ ସନ୍ତାନଗଣ ବାହାର ହେବାର ତୃତୀୟ ମାସର ପ୍ରଥମ ଦିନରେ ସେମାନେ ସିନ ପ୍ରାନ୍ତରରେ ଉପସ୍ଥିତ ହେଲେ। ସମସ୍ତେ କହିବା ହାଲେଲୁୟା। ଇସ୍ରାଏଲ ସନ୍ତାନଗଣ ମିଶରରୁ କେବେ ବାହାରିଥିଲେ ଏବଂ ସିନ ପ୍ରାନ୍ତରରେ ପହଞ୍ଚିଲେ କେବେ? ମିଶର ଦେଶରୁ ବାହାରି ସିନ ପ୍ରାନ୍ତରରେ ପହଞ୍ଚିବା ବେଳେ କେତେ ଦିନ ହେଇଥିଲା ତାହା ଜାଣି ରଖିବା। ପବିତ୍ର ଆତ୍ମା ଉଲ୍ଲେଖ କରନ୍ତି, ମିଶର ଦେଶରୁ ଇସ୍ରାଏଲ ସନ୍ତାନଗଣ ବାହାର ହେବାର ତୃତୀୟ ଦିନର ପ୍ରଥମ ମାସରେ ସେମାନେ ସିୟନ ପ୍ରାନ୍ତରରେ ଉପସ୍ଥିତ ହେଲେ। ସମସ୍ତେ କହିବା ହାଲେଲୁୟା। ପ୍ରଥମ ମାସ ପ୍ରଥମ ଦିନ କଥା କହିବି। ବର୍ତ୍ତମାନ ଯେଉଁ କ୍ୟାଲେଣ୍ଡର ଆମେ ବ୍ୟବହାର କରୁଛେ, ଏହି କ୍ୟାଲେଣ୍ଡର ପ୍ରକାରେ ବାଇବଲ ଲେଖାଯାଇ ନାହିଁ।
ଜୁଲିଆନ କ୍ୟାଲେଣ୍ଡର ବୋଲନ୍ତୁ, ଗ୍ରେଗୋରିଆନ କ୍ୟାଲେଣ୍ଡର ବୋଲନ୍ତୁ, କୌଣସି କ୍ୟାଲେଣ୍ଡର ସହିତ ବାଇବଲର ସମ୍ପର୍କ ନୁହେଁ। ଏକ ସ୍ୱତନ୍ତ୍ର କ୍ୟାଲେଣ୍ଡର। ବର୍ତ୍ତମାନ ଯେଉଁ କ୍ୟାଲେଣ୍ଡର ଆମେ ବ୍ୟବହାର କରୁଛୁ, ବର୍ଷରେ 365 ଦିନ। ସେପ୍ଟେମ୍ବର, ଏପ୍ରିଲ, ଜୁନ୍ and November, all the rest are 31, excepting February alone, which has 28 days clear, but 29 in each leap year. This is our calendar. ବର୍ଷରେ 365 ଦିନ। ଏହି କ୍ୟାଲେଣ୍ଡର ପ୍ରକାରେ ବାଇବଲ ଲେଖାଯାଇ ନାହିଁ। ଦାନିଏଲଙ୍କ 70ତମ ସପ୍ତାହର ଗଣନା ମୁଁ କରିଛି ଦ୍ୱିତୀୟ ଭାଗରେ। ଆଉ ଏହି କ୍ୟାଲେଣ୍ଡର ପ୍ରକାରେ ଗଣନା ହେଇନାହିଁ। ତାକୁ କୁହାଯାଏ ପ୍ରଫେଟିକ୍ କ୍ୟାଲେଣ୍ଡର। ଯେଉଁ କ୍ୟାଲେଣ୍ଡର ଯେଉଁ ମାସ ବିଷୟରେ ପ୍ରଭୁ ଶିଖେଇଥିଲେ ଦେଇଥିଲେ, ସେଇ କ୍ୟାଲେଣ୍ଡର ପ୍ରକାରେ ପବିତ୍ର ବାଇବଲ ଲେଖାଯାଇଛି। ଆଉ ଯେଉଁ ଭାଷା ଶିଖେଇଥିଲେ ସେଇ ଭାଷାରେ ବାଇବଲ ଲେଖା ଆରମ୍ଭ ହୋଇଛି। କ୍ୟାଲେଣ୍ଡର ପ୍ରଥମ ମାସର ପ୍ରଥମ ଯାତ୍ରା ପୁସ୍ତକ 1 ପର୍ବର 1 ପଦରେ, 1 ନୁହେଁ 12 ପର୍ବର ପ୍ରଥମ ପଦରେ, ମାସ ତୁମମାନଙ୍କର ପ୍ରଧାନ ମାସ ଓ ପ୍ରଥମ ମାସ ହେବ। କେଉଁ ମାସ? ପ୍ରଧାନ ମାସ ଆଉ ପ୍ରଥମ ମାସ। ପ୍ରଧାନ ମାସ ବୋଲି କୁହାଗଲା କାହିଁକି? ସେଇ ମାସରେ ଅର୍ଥାତ୍ ପ୍ରଥମ ମାସରେ ଚତୁର୍ଦ୍ଦଶ ଦିନରେ ଜିହୁଦୀମାନଙ୍କର ପାସୋଭର ନିସ୍ତାର ପର୍ବ ହୁଏ। ନିସ୍ତାର ପର୍ବ ହୁଏ। ଆଉ ପ୍ରଭୁ ଯୀଶୁଖ୍ରୀଷ୍ଟ ନିସ୍ତାର ପର୍ବର ବଳୀକୃତ ମେଷ ଶାବକ। ସାଧୁ ବାଉଲ ତାହା ହିଁ ପ୍ରକାଶ କରନ୍ତି ପ୍ରଥମ କରନ୍ଥୀୟ 5 ପର୍ବର 7 ପଦରେ। ସେ ନିସ୍ତାର ପର୍ବର ବଳୀକୃତ ମେଷ ଶାବକ। ଇସ୍ରାଏଲ ଲୋକମାନେ ଯେତେବେଳେ ମିଶର ଦେଶରୁ ବାହାରିଲେ, ବାଜୁବନ୍ଧରେ ମେଷ ଶାବକ ରକ୍ତ ଦେଇଥିଲେ ଆଉ ସଂହାରକ ଦୂତର ଦାଉରୁ ରକ୍ଷା ପାଇଥିଲେ। ତାହା ପ୍ରଥମ ପାସୋଭର ବା ନିସ୍ତାର ପର୍ବ। ତେବେ ପରମେଶ୍ୱର ଯେଉଁ ମାସ ଦେଇଥିଲେ ସେଇ ମାସ ହେଉଛି ଏଇଭଳି। ଆବିବ ମାସରୁ ଆରମ୍ଭ ହେବ। ଆବିବ, ଜିବ୍, ସିଭାନ, ତମୁସ, ଏବ, ଏଲୁଲ, ତିସ୍ରି, ବୁଲ, କିସୁଲେବ, ଟେବେତ, ସେବାଟ, ଅଦର। ଆଉ ସେମାନଙ୍କ କ୍ୟାଲେଣ୍ଡରରେ 31 ଦିନର ମାସ ନାହିଁ। ସେଥିପାଇଁ ପ୍ରତ୍ୟେକ 4 ବର୍ଷରେ 13 ମାସ ହେଇଯାଏ। ଆବିବ, ଜିବ୍, ସିଭାନ, ତମୁସ, ଏବ, ଏଲୁଲ, ତିସ୍ରି, ବୁଲ, କିସୁଲେବ, ଟେବେତ, ସେବାଟ, ଅଦର। ଆଉ ତ୍ରୟୋଦଶ ମାସ ବିଦାର। ଏହି କ୍ୟାଲେଣ୍ଡର ପ୍ରକାରେ ବାଇବଲ ଲେଖା ହେଇଛି। ତୃତୀୟ ମାସର ପ୍ରଥମ ଦିନରେ ସେମାନେ ସିନ ପ୍ରାନ୍ତରରେ ଉପସ୍ଥିତ ହେଲେ। ତାର ଅର୍ଥ ନୁହେଁ ମାର୍ଚ୍ଚ ମାସର 1 ତାରିଖରେ ପହଞ୍ଚିଲେ। ଏଇ ଅର୍ଥ କରନ୍ତୁ ନାହିଁ। ପରମେଶ୍ୱର ଯେଉଁ ମାସ ଦେଇଥିଲେ ସେଇ ମାସରେ କ'ଣ ହେଇଥିଲା କହିବି। ପବିତ୍ର ବାଇବଲ ଲେଖା ହେଇଛି। ଆଉ ଏଇ କ୍ୟାଲେଣ୍ଡର, ଯେଉଁ କ୍ୟାଲେଣ୍ଡର ପରମେଶ୍ୱର ପ୍ରଥମେ ଦେଇଥିଲେ ପ୍ରଥମ ମାସ ଆଉ ପ୍ରଧାନ ମାସ ବୋଲି କହିଥିଲେ, ସେଇ କ୍ୟାଲେଣ୍ଡର ପ୍ରକାରେ ଲେଖା ହେଇଛି। ଆଉ ଆଶ୍ଚର୍ଯ୍ୟର କଥା, ପ୍ରଭୁ ପରମେଶ୍ୱର ଯେତେବେଳେ ଏଦନ ଉଦ୍ୟାନକୁ ଆସୁଥିଲେ ଆଳାପ କରୁଥିଲେ। ହବା ଏବଂ ଆଦମଙ୍କ ସହିତ ଆଳାପ କରୁଥିଲେ। କିଛି ଗୋଟେ ଭାଷା ନଥିଲେ କଥାବାର୍ତ୍ତା କରିବେ। କେଉଁ ଭାଷାରେ କଥାବାର୍ତ୍ତା କରୁଥିଲେ? ଏଇଭଳି ଏକ ଭାଷା ଶିଖେଇଥିଲେ। ଆଦି ପୁସ୍ତକ 11 ପର୍ବ ପ୍ରଥମ ପଦରେ ଆମେ ଦେଖୁଛୁ ପୃଥିବୀରେ ଗୋଟିଏ ଭାଷା ଥିଲା। ତାପରେ ଭାଷାର ଭେଦ ହେଲା। ପୃଥିବୀରେ ସମସ୍ତେ ଗୋଟିଏ ଭାଷାରେ କଥାବାର୍ତ୍ତା କରୁଥିଲେ। ଗୋଟିଏ ଉଚ୍ଚାରଣ ଥିଲା। ହେଲେ ପରମେଶ୍ୱର ଏଦେନ ଉଦ୍ୟାନକୁ ଆସି କଥାବାର୍ତ୍ତା କରୁଥିଲେ। ହବା ଏବଂ ଆଦମଙ୍କ ସହିତ ଆଳାପ କରୁଥିଲେ। ଆଉ କେଉଁ ଭାଷାରେ ଆଳାପ କରୁଥିଲେ? ଆଉ ସେଇ କଥା ହିଁ କହିବି। ଇଂରାଜୀ ଭାଷାରେ 26ଟା ଅକ୍ଷର। କଷ୍ଟ। ଆମ ନିଜ ଗାଁ ହେଉଛି ବଡ଼ପଦା। ଇଂରାଜୀରେ ବଡ଼ପଦା ଲେଖିବାକୁ ହେଲେ BADA PADA ବଡ଼ପଦା। ବାଡା ପାଡା ଲେଖିଲେ କି ମଧ୍ୟ BADA PADA।
ବଡ଼ ପାଦ ବୋଲି ଲେଖିଲେ ମଧ୍ୟ BADA PADA, ବଡ଼ ପାଡ଼ ବୋଲି ଲେଖିଲେ ମଧ୍ୟ BADA PADA। କାହିଁକି? ଅକ୍ଷର କମ୍, ଆମ ଓଡ଼ିଆ ଭାଷା ପରି 49ଟା ଅକ୍ଷର ନାହିଁ, ସେଥିପାଇଁ କଷ୍ଟ ହୁଏ। ପରମେଶ୍ୱର ଯେଉଁ ଭାଷା ଶିଖେଇଥିଲେ ସେଇ ଭାଷାରେ 22ଟା ଅକ୍ଷର ଥିଲା, ହେଲେ ଆଉ କେତେ କଷ୍ଟ ହେଇଥିବ? 26ଟା ଅକ୍ଷରରେ ଯଦି ଏଭଳି କଷ୍ଟ, 22ଟା ଅକ୍ଷରରେ ଆଉ କେତେ କଷ୍ଟ ହେଇନଥିବ? ଆଉ ସେ 22ଟା ଅକ୍ଷର କ'ଣ? ଆଲେଫ ବେତ ଗିମେଲ ଦାଲତ হে বউ সেন চেত টেট ইউথ কপ লামদ মেব নুন সামক কইন পে সাদে কপ রেস সিন্তু। ଏହା ହେଉଛି ହିବ୍ରୁ ଭାଷା। ଏଇ ଭାଷା ଶିଖେଇଥିଲେ। ପରମେଶ୍ୱର ଏଦନ ଉଦ୍ୟାନକୁ ଆସି ଆଳାପ କରୁଥିଲେ ଏଇ ଭାଷାରେ। ଭାଷାଟି ବହୁତ ଆଶ୍ଚର୍ଯ୍ୟ। 26ଟା ଅକ୍ଷରରେ ଯଦି ଏତେ କଷ୍ଟ, ଆଉ 2ଟା ଅକ୍ଷର 22ଟା 4ଟା ଅକ୍ଷର କମିଗଲା, ଆଉ କେତେ କଷ୍ଟ ହେଉନଥିବ? ସେ ଭାଷା ମଧ୍ୟ ଆଶ୍ଚର୍ଯ୍ୟ। ଈଶ୍ୱରଙ୍କ ବାକ୍ୟ ଆଶ୍ଚର୍ଯ୍ୟ। ସେ ଆଶ୍ଚର୍ଯ୍ୟ ବାକ୍ୟକୁ ଆହୁରି ଆଶ୍ଚର୍ଯ୍ୟାନ୍ୱିତ କରିବା ପାଇଁ ହିବ୍ରୁ ଭାଷାରେ ଲେଖା ଆରମ୍ଭ ହେଲା। ମୂଷାଙ୍କୁ ପବିତ୍ର ଆତ୍ମା ଚାଳନା ଦେଲେ ହିବ୍ରୁ ଭାଷାରେ। ଆଉ ଆପଣ ଦେଖିବେ ପବିତ୍ର ବାଇବଲର ପ୍ରଥମ ଶବ୍ଦ ଏଲୋହିମ୍, ତାର ଅର୍ଥ ପରମେଶ୍ୱର। ଏଲୋହିମ୍ 12 ହିବ୍ରୁ ଭାଷାରେ। ଏଲୋହିମ୍ ପରମେଶ୍ୱର ଆଦ୍ୟରେ, ଆମ ଓଡ଼ିଆ ତର୍ଜମାରେ ପରମେଶ୍ୱର ଆଦ୍ୟରେ ହେବା କଥା ଓରିଜିନାଲ ହିବ୍ରୁ ଭାଷା ପ୍ରକାରେ, କିନ୍ତୁ ଓଡ଼ିଆ ତର୍ଜମାରେ ଆଦ୍ୟରେ ପରମେଶ୍ୱର ଓଲଟି ଯାଇଛି। କାହିଁକି? କେଜେଭି ତର୍ଜମା ପ୍ରକାରେ ଆମ ଓଡ଼ିଆ ତର୍ଜମା ହେଇଛି ଇନ୍ ଦ ବିଗିନିଂ ଗଡ୍ କ୍ରିଏଟେଡ୍। କିନ୍ତୁ ମୂଳ ହିବ୍ରୁ ଭାଷାରେ ଏଲୋହିମ୍ ପରମେଶ୍ୱର ଶବ୍ଦ ପବିତ୍ର ବାଇବଲର ପ୍ରଥମ ଶବ୍ଦ। ସମସ୍ତେ କହିବା ତ ହାଲେଲୁୟା। ଆଉ ପବିତ୍ର ବାଇବଲ ଆଶ୍ଚର୍ଯ୍ୟ। ବାଇବଲରୁ ବା ବାକ୍ୟରୁ ଆଶ୍ଚର୍ଯ୍ୟ ବିଷୟ ଦେଖିବା ନିମନ୍ତେ ଏକ ଆଶ୍ଚର୍ଯ୍ୟ ଭାଷାରେ ଆରମ୍ଭ ହୋଇଛି ଲେଖା। ପ୍ରଭୁଙ୍କୁ ଗୌରବ ଦେଇ କହିବା ହାଲେଲୁୟା। ତେବେ ଏହି କ୍ୟାଲେଣ୍ଡରରେ ଲେଖାଗଲା। ସେଇ କ୍ୟାଲେଣ୍ଡର ବିଷୟରେ ଆମେ ଆଲୋଚନା କରୁଛୁ। ମିଶର ଦେଶରୁ ଇସ୍ରାଏଲ ସନ୍ତାନଗଣ ବାହାର ହେବାର ତୃତୀୟ ମାସର ପ୍ରଥମ ଦିନରେ ସେମାନେ ସିଂହ ପ୍ରାନ୍ତରରେ ଉପସ୍ଥିତ ହେଲେ। କହିବା ତ ହାଲେଲୁୟା। ସେମାନେ କେବେ ବାହାରିଥିଲେ ଏବଂ ସିଂହ ପ୍ରାନ୍ତରରେ ପହଞ୍ଚିଲା ବେଳେ କେତେ ଦିନ ହୋଇଥିଲା? ସେତେବେଳେ 48 ଦିନ ହୋଇଥିଲା। 48ତମ ଦିନ ହୋଇଥିଲା। କେମିତି ଗଣନା କରି କହିବି? ସେମାନେ ପ୍ରଥମ ମାସର ଚତୁର୍ଦ୍ଦଶ ଦିନରେ ବାହାରିଲେ। ଯାତ୍ରା ପୁସ୍ତକ 12 ପର୍ବ 6 ପଦ ପ୍ରକାରେ ଚତୁର୍ଦ୍ଦଶ ଦିନ। ସେତେବେଳେ ତାରିଖ ନଥିଲା। ଦିନ, ପ୍ରଥମ ଦିନ, ଦ୍ୱିତୀୟ ଦିନ, ତୃତୀୟ ଦିନ ଏମିତି ହେଉଥିଲା। ଜିହୁଦୀମାନଙ୍କ କ୍ୟାଲେଣ୍ଡର ପ୍ରଥମ ମାସରୁ 15 ଦିନ, ଦ୍ୱିତୀୟ ମାସରୁ 15 ଦିନ ହେଇକି ଗୋଟେ ମାସ ହେଉଥିଲା। ଲୁନାର କ୍ୟାଲେଣ୍ଡର ତାଙ୍କର। ସେମାନେ କେବେ ବାହାରିଥିଲେ? ପ୍ରଥମ ମାସର ଚତୁର୍ଦ୍ଦଶ ଦିନରେ ମିଶର ଦେଶରୁ ବାହାରିଥିଲେ। ହେଲେ ଆଉ କେତେ ଦିନ ବାକି ଥିଲା ମାସ ପୂରିବା ପାଇଁ? ଆଉ 16 ଦିନ ବାକି ଥିଲା। ମାସ ପୂରିବା ପାଇଁ ଆଉ 16 ଦିନ ବାକି ଥିଲା। ଆଉ ଯେଉଁ ଦିନ ସେମାନେ ବାହାରିଛନ୍ତି ସେଇ ଦିନଟିକୁ ମିଶାଇଲେ 17 ଦିନ। ପ୍ରଥମ ମାସର 17 ଦିନ, ଦ୍ୱିତୀୟ ମାସର ଆଉ 30 ଦିନ। 17 + 30 କେତେ? 47 ଦିନ। ସେମାନେ ସିଂହ ପ୍ରାନ୍ତରେ ପହଞ୍ଚିଲା ବେଳେ ତୃତୀୟ ମାସର ପ୍ରଥମ ଦିନ ହୋଇଥିଲା। ଏକ ଦିନ ଆଉ ଥରେ ମିଶିବ। କେତେ ଦିନ ହେଲା? 48 ଦିନ। ମିଶର ଦେଶରୁ ଇସ୍ରାଏଲ ସନ୍ତାନଗଣ ବାହାର ହେଇ ସିଂହ ପ୍ରାନ୍ତରରେ ପହଞ୍ଚିଲା ବେଳେ କେତେ ଦିନ ହୋଇଥିଲା? 48 ଦିନ ହୋଇଥିଲା। ଏବେ 10 ଏବଂ 11 ପଦ ପାଖକୁ ଯିବା। ଆଉ ସେତେବେଳେ
परमेश्वर मूसा को कहले आज और काली लोक मान प्रस्तुत कर प्रस्तुत हेबे तृतीय दिन रे सदा प्रभु सीना पर्वत को ओह्लई आसबे। आज और काली तार अर्थ 48 और 49तम दिन प्रस्तुतिकरण दिवस आउ तृतीय दिन 50तम दिन रे सदा प्रभु सीना पर्वत को ओह्लई आसबे। समस्ते कहबा तो हालेलुया। एबे 16 पद को जीवा। 16 पदरे तृतीय दिन प्रभात रे प्रभात हुंते परमेश्वर सीना पर्वत को ओह्लई आसिले। मेघ गर्जन तुरीध्वनि बिजुली चमकी उठिला आ लोक माने कंपान्वित हेले। समस्ते करताली देवा तो ता केबे हितिला 50तम दिन रे लोक माने कंपान्वित होइथिले। बिजुली मेघ गर्जन तुरीध्वनि अतिश गर्जन होइथिला आ सेते बेले लोक माने कंपान्वित हेले। आ ताहा थिला पेंटिकस्ट दिवसर छाया। सेतिबाई आमे देखुचु प्रेरित पुस्तक 2 पर प्रथम पदरे ही पेंटिकस्ट दिवस उपस्थित हुअन्ते। और से दिन शिष्य माने पवित्र आत्मा पूर्ण होइथिले। ए कथा आमे भलरे जाने। प्रभु यीशु ख्रीष्ट कहिथिले जे तुमे जेरुसालेम परित्याग करिवो नाही एठारे थिबो अल्प दिन परे तुमे पवित्र आत्मा को लाभ करिवो ग्रहण करिवो। ए कथा प्रभु यीशु ख्रीष्ट कहिथिले प्रेरित पुस्तक 1 पर्व 4 और 5 पदरे। तदनुसार शिष्य माने अपेक्षा रे थिले। 8 पदरे प्रभु कहचंती तुम्हे माने शक्ति प्राप्त हेबो हेलाउतारे जेरुसालेम जिहुदा प्रदेश और समग्र पृथ्वीर प्रांत पर्यंत मोर साक्षी हेबो। जेरुसालेम जिहुदा प्रदेश समीरण और पृथ्वीर प्रांत पर्यंत साक्षी हेबो। केबे शक्ति प्राप्त होला उतारे। एबे लोक मानकर विफलता देखा जाउची। 2000 वर्ष पर मध्य साधु थोमा भारत को आसी सुसमाचार कार्य आरंभ कला परे मध्य 2000 वर्ष पर मध्य भारतर ख्रिस्टियान जनसंख्या 3%। कहीं शक्ति प्राप्त न होनी मध्य लोक माने बेग लंबे की प्रचार को बाहरती फलप्रद हो पारु नाही। एक आधुनिक ढंगरे परिणत होइछि। किंतु यीशुंकर आज्ञा थिला पृथ्वी शक्ति प्राप्त होला उतारे जेरुसालेम जिहुदा प्रदेश समीरण और पृथ्वीर प्रांत पर्यंत मोर साक्षी हेबो। आउ ताहा आमे देखिबा पाऊ पेंटिकस्ट दिन रे पवित्र आत्मा अवतरण करथिले। शिष्य माने अपेक्षा करुथिले। कहबा तो हालेलुया। मो आउ किछि कथा कहिबी। अन्य गोटे घंटा कहबी। आ मन रखंतु मोर गोटे घंटा बड़ बड़ वक्ता मानकु 3 घंटा लागिबो। तार कारण अछि। आउ 3 घंटार वाक्य गोटे घंटारे आपण संग्रह करुछंती एथिरे निश्चित हेबे। जिसा 6 अध्याय पाखक जीवा। 1 ରୁ 8 पदर घटना कहबी। उसिया राजांकर मृत्यु वर्ष रे जिसांकर दर्शन सदा प्रभु उच्च सिंहासन रे उपवेशन करथिले। तांकर राजवस्त्र आउ आच्छादन करथिला। सराफ माने प्रशंसा करुथिले। 6 सराफ मानकर 6 पक्ष। 2 पक्षरे मुख आच्छादन करुथिले। 2 पक्षरे चरण आच्छादन करुथिले। 2 पक्षरे से माने उड़ुथिले। 3 पदरे से माने घोषणा करी कहउथिले सैन्याधिपति सदा प्रभु धर्ममय 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 होली
ହୋଲି ହୋଲି ବୋଲି ଘୋଷଣା କରୁଥିଲେ। ସମସ୍ତେ କହିବା ହାଲେଲୁୟା। ତା ପରବର୍ତ୍ତୀ ଘଟଣା ରହସ୍ୟଜନକ। ସରାଫମାନଙ୍କ ମଧ୍ୟରୁ ଜଣେ ଯଜ୍ଞବେଦୀରୁ ଗୋଟେ ଅଙ୍ଗାର ଚିମୁଟା ସାହାଯ୍ୟରେ ଆଣିଲେ, ଆଣି ଯିଶାଙ୍କ ମୁଖକୁ ସ୍ପର୍ଶ କଲେ। ଅଙ୍ଗାର କ'ଣ ହେଇପାରେ? ଆଉ ଯିଶାଙ୍କ ମୁଖକୁ ସ୍ପର୍ଶ କରାଗଲା। ତାପରେ ସେ କହୁଛନ୍ତି ମୁଁ ଅଛି ମୋତେ ପଠାଅ। 8 ପଦରେ ମୁଁ ଅଛି ମୋତେ ପଠାଅ। ପବିତ୍ର ଆତ୍ମା ଦ୍ୱାରା ଶକ୍ତି ପ୍ରାପ୍ତ ହେଲା ଉତ୍ତାରେ ପୃଥିବୀର ପ୍ରାନ୍ତ ପର୍ଯ୍ୟନ୍ତ ସାକ୍ଷୀ ହୁଅ। ଏବେ ଯିଶାଙ୍କର ଓଷ୍ଠାଧରକୁ ଯଜ୍ଞବେଦୀର ଅଙ୍ଗାର ସାହାଯ୍ୟରେ ସରାଫ ସ୍ପର୍ଶ କଲେ। ଆଉ ଏବେ ସେ କହୁଛନ୍ତି ମୁଁ ଅଛି ମୋତେ ପଠାଅ। କିଏ ଯିବ ଆମ ପାଇଁ? ଆଉ ସେତେବେଳେ ସେ ଉତ୍ତର ଦେଉଛନ୍ତି ମୁଁ ଅଛି ମୋତେ ପଠାଅ। ତେଣୁ ଶକ୍ତି ପ୍ରାପ୍ତ ହେଲା ଉତ୍ତାରେ ପୃଥିବୀର ପ୍ରାନ୍ତ ପର୍ଯ୍ୟନ୍ତ ସାକ୍ଷୀ ହେବା ବାଇବଲ ସମର୍ଥିତ ବିଷୟ ଅଟେ। ସମସ୍ତେ କହିବା ହାଲେଲୁୟା। ମୁଁ ଟିକେ ଟିକେ କହି ଘଣ୍ଟାଟି କହିବି, ଗୋଟେ ଗୋଟେ ଏପିସୋଡ। ଏବେ ଆଉ ଥରେ ଆଦି ପୁସ୍ତକକୁ ବ୍ୟାକ୍ ହେବା। ଯିଶାରୁ ଆଦି ପୁସ୍ତକକୁ ବ୍ୟାକ୍ ହେବା। ଆଦି ପୁସ୍ତକ 8 ଅଧ୍ୟାୟ 8ରୁ 12 ପଦର ଘଟଣା ମୁଁ କହିବି। ଜଳପ୍ଳାବନ ପରେ ନୋହ କେତୋଟି କାପ୍ତା କେତେ ଥର ପଠେଇଥିଲେ? ଶୁଣନ୍ତୁ ଆଜ୍ଞା, କହିଲେ 2 ଥର। 8 ପଦରୁ 12 ପଦ ପର୍ଯ୍ୟନ୍ତ 2 ଥର ନୁହେଁ, 3 ଥର। ଗୋଟେ କାପ୍ତା 3 ଥର ପର୍ଯ୍ୟନ୍ତ ପଠେଇଥିଲେ। 8 ଏବଂ 9 ପଦରେ ପ୍ରଥମେ କାପ୍ତାକୁ ସେ ପଠେଇଲେ। ପ୍ରଥମେ କାପ୍ତାକୁ ପଠେଇଲେ। ସେଇ କାପ୍ତା ଗଲା, ପୃଥିବୀରେ ସ୍ଥାନ ନ ପାଇ ଜାହାଜକୁ ନେଉଟି ଆସିଲା। ଗଲା ଏବଂ ଆସିଲା। ତାହା ଗମନାଗମନକାରୀ ଈଶ୍ୱରଙ୍କର ନିଦର୍ଶନ ଥିଲା। ସମସ୍ତେ କହିବା ହାଲେଲୁୟା। କାରଣ ପରମେଶ୍ୱର ଗମନାଗମନ କରୁଥିଲେ। ଏଦନ ଉଦ୍ୟାନକୁ ଆସି ଗମନାଗମନ କରୁଥିଲେ। କେଜେଭି ତର୍ଜମାରେ ଲେଖା ଅଛି they heard the voice of the Lord walking in the garden. Amplified Bible ର ତର୍ଜମାରେ ଲେଖା ଅଛି they heard the sound of the Lord walking in the garden in the cool of the day. In the cool of the day ତାର ଅର୍ଥ ଶୀତଳ ଭାଗରେ ଆସୁଥିଲେ। ସେମାନେ 2 ଗୋଡ଼ର ପଦଧ୍ୱନି ଶୁଣି ପାରୁଥିଲେ। ସାଉଣ୍ଡ ଅଫ୍ ଦ ଲର୍ଡ ୱାକିଂ ଇନ୍ ଦ ଗାର୍ଡେନ। ଆପଣଙ୍କର ମନେ ଅଛି ଯୋହନ ପୁସ୍ତକରେ 10 ପର୍ବ 21-22 ପଦରେ ତାହା ଥିଲା ଏକ ମନ୍ଦିର ପ୍ରତିଷ୍ଠା ପର୍ବ। ଜିହୁଦୀମାନଙ୍କର ମାସ କିସ୍ଲେଭ ମାସ, ଶୀତଳ କାଳ। ଯୀଶୁ ସୋଲୋମନଙ୍କ ମଣ୍ଡପରେ ବୁଲୁଥିଲେ। ତା ଶୀତ କାଳ। ଜିହୁଦୀମାନଙ୍କର ନବମ ମାସ କିସ୍ଲେଭ ମାସ। ସେଇ ଦିନ ଯୀଶୁ ସୋଲୋମନଙ୍କର ମଣ୍ଡପରେ ବୁଲୁଥିଲେ। ଏଣେ ନୂତନ ନିୟମରେ ଶୀତକାଳ ସମୟରେ ଯୀଶୁ ମଣ୍ଡପରେ ବୁଲୁଥିଲେ। ତେଣୁ ଏଦନ ଉଦ୍ୟାନରେ ପରମେଶ୍ୱର ଦିବସର ଶୀତଳ ଭାଗରେ ଗମନାଗମନ କରୁଥିଲେ। ଇନ୍ ଦ କୁଲ ଅଫ୍ ଦ ଡେ ଦେ ହେard ଦ ଭଏସ୍ ଅଫ୍ ଦ ଲର୍ଡ ୱାକିଂ ଇନ୍ ଦ ଗାର୍ଡେନ। ପ୍ରିୟମାନେ, ଏ ଗପ ନୁହେଁ କି କଳ୍ପିତ କାହାଣୀ ନୁହେଁ କି ଶ୍ରୁତି ମଧୁର କଥା ନୁହେଁ। ପାଉଲଙ୍କ ଭାଷାରେ କହିବାକୁ ଗଲେ ମୁଁ ତୁମମାନଙ୍କୁ ଗୋଟିଏ ନିଗୁଡ଼ କଥା କହୁଅଛି। ଆଉ ଏ କଥା ସତ୍ୟ। ଚକ୍ଷୁ ଯାହା ଦେଖି ନାହିଁ, କର୍ଣ୍ଣ ଯାହା ଶୁଣି ନାହିଁ, ହୃଦୟରେ ଯାହା ଜାତ ହୋଇନାହିଁ, ଏ ସମସ୍ତ ଗୁପ୍ତ ବିଷୟ ଈଶ୍ୱର ଆପଣାର ପ୍ରେମକାରୀମାନଙ୍କ ଆଗରେ ପ୍ରସ୍ତୁତ କରି ରଖିଛନ୍ତି। ପ୍ରଭୁଙ୍କୁ ଗୌରବ ଦେଇ କହିବା ହାଲେଲୁୟା। ପରମେଶ୍ୱର ଏଦନ ଉଦ୍ୟାନରେ ଗମନାଗମନ କରୁଥିଲେ। ପ୍ରଭୁ ଯୀଶୁ ଖ୍ରୀଷ୍ଟ ସୋଲୋମନଙ୍କ ମଣ୍ଡପରେ ବୁଲୁଥିଲେ। ତାହା ଥିଲା ଶୀତକାଳ। ଏହା ମଧ୍ୟ ଥିଲା ଏକ ଶୀତଳ ଭାଗ। ଆଜି ପରମେଶ୍ୱର ଏଦନ ଉଦ୍ୟାନରେ ବୁଲୁନାହାନ୍ତି କି ଯୀଶୁ ଖ୍ରୀଷ୍ଟ
ସୋଲୋମନଙ୍କର ମଣ୍ଡପରେ ବୁଲୁନାହାନ୍ତି। ଆଦ୍ୟ ମଣ୍ଡଳୀର ଗୌରବ ଆଜିର ସାମ୍ପ୍ରଦାୟିକ ମଣ୍ଡଳୀରେ ନାହିଁ। ଆଦ୍ୟ ମଣ୍ଡଳୀ ମେଷଶାଳା ହେଇଥିବା ବେଳେ ଆଜିର ସାମ୍ପ୍ରଦାୟିକ ମଣ୍ଡଳୀ ଚିଡ଼ିଆଖାନାରେ ପରିଣତ ହୋଇଛି। 2000 ବର୍ଷ ତଳର ଆଦ୍ୟ ମଣ୍ଡଳୀ ଓ ଆଜିର ସାମ୍ପ୍ରଦାୟିକ ମଣ୍ଡଳୀ ମଧ୍ୟରେ ଆକାଶ ପାତାଳ ପ୍ରଭେଦ ପରିଲକ୍ଷିତ ହେଉଛି। ଆଦ୍ୟ ଗୌରବ ନାହିଁ। ପ୍ରଭୁ ଯୀଶୁଖ୍ରୀଷ୍ଟ ସୋଲୋମନଙ୍କର ମଣ୍ଡପରେ ବୁଲୁନାହାନ୍ତି କି ପରମେଶ୍ୱର ଏଦନ ଉଦ୍ୟାନରେ ଶୀତଳ ଭାଗରେ ସେ ଗମନାଗମନ କରୁନାହାନ୍ତି। ତେବେ ଆମେ ଜାଣି ରଖୁ ପରମେଶ୍ୱର ଗମନାଗମନକାରୀ। ସେହି କାପ୍ତା ଗଲା ଏବଂ ଆସିଲା ଗମନାଗମନକାରୀର ନିଦର୍ଶନ ଥିଲା। 2 ସାମୁଏଲ 7 ପର୍ବ 6 ପଦରେ ପ୍ରକାଶ କରାଯାଏ, ଆମ୍ଭେ ଇସ୍ରାଏଲ ସନ୍ତାନଗଣକୁ ମିଶରରୁ ବାହାର କରି ଆଣି ବା ଦିନାବଧି କୌଣସି ସ୍ଥାନରେ ବାସ କରିନାହୁଁ, ତମ୍ବୁ ଓ ଆବାସ ତମ୍ବୁ ମଧ୍ୟରେ ଗତାୟତ କରିଅଛୁ। ସେ ଗମନାଗମନକାରୀ କୌଣସି ନିର୍ଦ୍ଦିଷ୍ଟ ସ୍ଥାନରେ ବାସ କରୁନଥିଲେ। ଆପଣ ଜାଣନ୍ତି ସୋଦମ ଗମରା ବିଷୟରେ ଅବ୍ରାହମ ସଦାପ୍ରଭୁଙ୍କ ସହିତ ଯେତେବେଳେ କଥାବାର୍ତ୍ତା କରୁଛନ୍ତି, ଅବ୍ରାହମଙ୍କର ଶେଷ ଅନୁରୋଧ ଥିଲା, ଏଇ ନଗରରେ ଯଦି 10 ଜଣ ଧାର୍ମିକ ଥିବେ ତାହେଲେ ଆପଣ ନଗରକୁ ରକ୍ଷା କରିବେ କି ନାହିଁ। 18 ପର୍ବର କଥା। ତାପରେ 32 ପଦରେ ପରମେଶ୍ୱର ଉତ୍ତର ଦେଉଛନ୍ତି ଅବ୍ରାହମଙ୍କୁ, ସେହି 10 ଜଣ ସକାଶୁ ଆମେ ତାହା ବିନଷ୍ଟ କରିବା ନାହିଁ। ସେହି 10 ଜଣ ସକାଶୁ ଆମେ ତାହା ବିନଷ୍ଟ କରିବା ନାହିଁ 32 ପଦରେ। ତାପରେ 33 ପଦରେ ପରମେଶ୍ୱର ଅବ୍ରାହମଙ୍କ ସହିତ ଏ ରୂପ କଥାବାର୍ତ୍ତା କରି ପ୍ରସ୍ଥାନ କଲେ। ସମସ୍ତେ କୁହନ୍ତୁ ପ୍ରସ୍ଥାନ କଲେ। ସେ ସେଠି ରହିଗଲେ ନାହିଁ। କାହିଁକି? ସମସ୍ତେ କୁହନ୍ତୁ କାହିଁକି? ସେ କାହିଁକି ପ୍ରସ୍ଥାନ କଲେ? ପରମେଶ୍ୱରଙ୍କ ସହିତ ଅବ୍ରାହମଙ୍କ ସହିତ ପରମେଶ୍ୱର କଥାବାର୍ତ୍ତା କରି ପ୍ରସ୍ଥାନ କଲେ। କାହିଁକି? ନା ସେ ଗମନାଗମନକାରୀ। 35 ପର 13 ପଦ ପାଖକୁ ଯିବା ଆଦି ପୁସ୍ତକରେ ସେ ଯାକୁବଙ୍କ ସହିତ କଥାବାର୍ତ୍ତା କରି ଊର୍ଦ୍ଧ୍ୱଗମନ କଲେ। ଯାକୁବଙ୍କ ସହିତ କଥାବାର୍ତ୍ତା କରି ଊର୍ଦ୍ଧ୍ୱଗମନ କଲେ। ସେ ସେଠି ରହିଗଲେ ନାହିଁ। କାହିଁକି? ଊର୍ଦ୍ଧ୍ୱଗମନ କଲେ କାହିଁକି? ସମସ୍ତେ କୁହନ୍ତୁ କାହିଁକି? ତାର ଅର୍ଥ ସେ ଗମନାଗମନକାରୀ ଆଉ ସେ କୌଣସି ନିର୍ଦ୍ଦିଷ୍ଟ ସ୍ଥାନରେ ରହିବେ ନାହିଁ। ଏହା ଥିଲା ପୁରାତନ ନିୟମର କଥା। ଆଉ ଆମେ ଦେଖିବାକୁ ପାଉ ନୋହ ଯେଉଁ କାପ୍ତାକୁ ଉଡ଼େଇଲେ ସେ ଗଲା ଏବଂ ଫେରି ଆସିଲା। ସେଇ କାପ୍ତା କାହାର ନିଦର୍ଶନ? ପିତା ଈଶ୍ୱରଙ୍କ ନିଦର୍ଶନ। ଗମନାଗମନକାରୀ ସଦାପ୍ରଭୁ ପରମେଶ୍ୱରଙ୍କର ନିଦର୍ଶନ ଥିଲା। କହିବା ତ ହାଲେଲୁୟା। ଏଇଗଲା 8-9 ପଦର କଥା। ଏବେ 10-11 ପଦ କଥା କହିବି। 7 ଦିନ ପରେ ନୋହ ସେହି କାପ୍ତାକୁ ପୁନର୍ବାର ଉଡ଼େଇଲେ। ସମସ୍ତେ କୁହନ୍ତୁ ସେହି କାପ୍ତା। ତାର ଅର୍ଥ ପିତା ଈଶ୍ୱର ଯିଏ, ପୁତ୍ର ଈଶ୍ୱର ସେ। ମୁଁ ଓ ମୋ ପିତା ଏକ, ଯେ ମୋତେ ଦେଖିଛି ସେ ପିତାଙ୍କୁ ଦେଖିଛି। ଯୀଶୁଖ୍ରୀଷ୍ଟ ଏ କଥା କହିଥିଲେ। ତେବେ ସେହି କାପ୍ତାକୁ ଉଡ଼େଇଲେ। ପ୍ରଥମେ ଯେଉଁ କାପ୍ତା ଯାଇଥିଲା ପିତା ଈଶ୍ୱରଙ୍କ ନିଦର୍ଶନ, ଗମନାଗମନକାରୀ ପରମେଶ୍ୱରଙ୍କ ନିଦର୍ଶନ। ଏବେ ସେହି କାପ୍ତା ଆସିଲେ ଯୀଶୁ ରୂପରେ ପୃଥିବୀକୁ ଆସୁଛନ୍ତି। ସେଇ ଦ୍ୱିତୀୟ ଥର ଆସିବା କାପ୍ତା ଯୀଶୁଙ୍କର ଏକ ଛାୟା। ପ୍ରଭୁ ଯୀଶୁ କାହିଁକି ଆସିଥିଲେ? ପରିତ୍ରାଣ କାର୍ଯ୍ୟ ନିମନ୍ତେ ଆସିଥିଲେ। ପାପୀମାନଙ୍କୁ ପରିତ୍ରାଣ ଦେବା ନିମନ୍ତେ ଖ୍ରୀଷ୍ଟ ଯୀଶୁ ଜଗତରେ ଅବତୀର୍ଣ୍ଣ ହେଲେ। ଏହି ବାକ୍ୟ ବିଶ୍ୱାସ ଓ ସର୍ବତ ଭାବେ ଗ୍ରହଣ ଯୋଗ୍ୟ। 1 ପର୍ବର 15 ପଦ ପୁସ୍ତକର ନାମ କହୁନି। ତେଣୁ ତାହାଙ୍କ ଛଡ଼ା କାହାଠାରେ ପରିତ୍ରାଣ ନାହିଁ। ଯାହାଙ୍କ ଦ୍ୱାରା ଆମମାନଙ୍କୁ ପରିତ୍ରାଣ ପାଇବାକୁ ହେବ
ଆକାଶ ତଳେ ମନୁଷ୍ୟମାନଙ୍କ ମଧ୍ୟରେ କୌଣସି ନାମ ଦିଆଯାଇ ନାହିଁ। 4 ପର୍ବର 12 ପଦ ପୁସ୍ତକର ନାମ କହୁନି। ତେବେ ପ୍ରଭୁ ଯୀଶୁ ଖ୍ରୀଷ୍ଟ ପରିତ୍ରାଣ କାର୍ଯ୍ୟ ନିମନ୍ତେ ଜଗତକୁ ଆସିଥିଲେ। ଲୁକ 23 ଅଧ୍ୟାୟ 40ରୁ 43 ପଦର ଘଟଣା ମୁଁ ଆପଣଙ୍କୁ ସ୍ମରଣ କରାଇଦେବି। ପ୍ରଭୁ ଯୀଶୁ ଯେତେବେଳେ କ୍ରୁଶାର୍ପିତ ହୋଇଥିଲେ, 2 ପାଖରେ 2 ଜଣ ଚୋର ବା ଦୁଷ୍କର୍ମକାରୀ ଥିଲେ। 40ରୁ 43 ପଦରେ ଆଉ ସେମାନଙ୍କର କଥାବାର୍ତ୍ତା ବିଷୟରେ ଲେଖା ଅଛି। ଲୁକ 23 ପର୍ବ 40ରୁ 43। କିନ୍ତୁ ଅନ୍ୟ ଜଣକ ତାହାକୁ ଧମକ ଦେଇ ଉତ୍ତର ଦେଲା, ତୁ ସମାନ ଦଣ୍ଡ ତ ପାଉଛୁ। ତୁ ଈଶ୍ୱରକୁ କ'ଣ ଭୟ ମଧ୍ୟ କରୁନାହୁଁ? ଆଉ ଆମ୍ଭେମାନେ ସିନା ନ୍ୟାୟ ଭାବରେ ଦଣ୍ଡ ଭୋଗୁଅଛୁ, କାରଣ ଆମ୍ଭେମାନେ ନିଜ ନିଜ କର୍ମର ସମୁଚିତ ଫଳ ପାଉଅଛୁ। କିନ୍ତୁ ଏହି ବ୍ୟକ୍ତି କୌଣସି ଦୋଷ କରିନାହାନ୍ତି। ପୁଣି ସେ କହିଲେ, ହେ ଯୀଶୁ, ଆପଣ ନିଜ ରାଜ୍ୟରେ ପ୍ରବେଶ କଲେ ମୋତେ ସ୍ମରଣ କରିବେ। ସେଥିରେ ସେ ତାହାଙ୍କୁ କହିଲେ, ମୁଁ ତୁମକୁ ସତ୍ୟ କହୁଅଛି, ଆଜି ତୁମେ ମୋ ସହିତ ପାରଦୀସରେ ଉପସ୍ଥିତ ହେବ। କହିବା ତ ହାଲେଲୁୟା। 23 ପର୍ବର 43 ପଦ ହେଉଛି ଯୀଶୁଙ୍କର କୃଷ୍ୟ ସପ୍ତବାଣୀ ମଧ୍ୟରୁ ଦ୍ୱିତୀୟ ବାଣୀ। ମୁଁ ଗୋଟେ ପୁସ୍ତକ ଲେଖିଛି କୃଷ୍ୟରୁ ସପ୍ତବାଣୀ, ଆଉ ହେଉଛି ଦ୍ୱିତୀୟ ବାଣୀ। ଯୀଶୁ କହିଥିଲେ 43 ପଦରେ, ମୁଁ ତୁମକୁ ସତ୍ୟ କହୁଅଛି, ଆଜି ତୁମେ ମୋ ସହିତ ପାରଦୀସରେ ଉପସ୍ଥିତ ହେବ। ସେହି ମୁହୂର୍ତ୍ତରେ ପରିତ୍ରାଣ ପ୍ରାପ୍ତ ବ୍ୟକ୍ତି, ସଦ୍ୟ ପରିତ୍ରାଣ ପ୍ରାପ୍ତ ବ୍ୟକ୍ତିଙ୍କୁ ଯୀଶୁ ଖ୍ରୀଷ୍ଟ ପାରଦୀସରେ ପ୍ରବେଶ କରିବାର ପ୍ରତିଜ୍ଞା ଦେଲେ। ସମସ୍ତେ କହିବା ହାଲେଲୁୟା। ସେଥିପାଇଁ ନୂତନ ପଲ୍ଲବିତ ଜିତ ବୃକ୍ଷର ଡାଳ ସେହି କାପ୍ତା ଦେଇ ଜାହାଜରେ ପ୍ରବେଶ କଲା। ନୂଆରେ ସେ ଡାଳ କଅଁଳି ଥିଲା, ତାକୁ ନିଜ ଥଣ୍ଟରେ ଧରିକି ଜାହାଜରେ ପ୍ରବେଶ କଲା। ନବୀନ ପଲ୍ଲବିତ ଜିତ ବୃକ୍ଷର ଡାଳ ନେଇ ସେହି କାପ୍ତା ପ୍ରବେଶ କଲା। ଏକ ସଦ୍ୟ ପରିତ୍ରାଣ ପ୍ରାପ୍ତ ବ୍ୟକ୍ତିଙ୍କୁ ଆଉ ଯୀଶୁ ଖ୍ରୀଷ୍ଟ ପାରଦୀସରେ ଉପସ୍ଥିତ କରାଇଥିଲେ, ତାହାର ଛାୟା ସ୍ୱରୂପ ଥିଲା। ତେଣୁ ସେହି କାପ୍ତା ସେ ଯେତେବେଳେ ଜାହାଜକୁ ଆସିଲା, ନୂଆରେ କଅଁଳି ଥିଲା ନୂତନ ପଲ୍ଲବିତ ଡାଳ ନେଇ ଛଞ୍ଚୁରେ ନେଇ ପ୍ରବେଶ କରିଥିଲା। କହିବା ତ ହାଲେଲୁୟା। ପ୍ରଥମ କାପ୍ତା ଗମନାଗମନକାରୀ ପରମେଶ୍ୱରଙ୍କ ନିଦର୍ଶନ, ଦ୍ୱିତୀୟ କାପ୍ତା ଉଦ୍ଧାରକର୍ତ୍ତା ଯୀଶୁ ଖ୍ରୀଷ୍ଟଙ୍କର ଛାୟା ସ୍ୱରୂପ। 12 ପଦକୁ ଯିବା। 12 ପଦରେ 7 ଦିନ ପରେ ନୋହ ସେହି କାପ୍ତାକୁ ପୁନର୍ବାର ଉଡ଼ାଇଲେ। ସମସ୍ତେ କହନ୍ତୁ ସେହି କାପ୍ତା। ତାର ଅର୍ଥ ପ୍ରଥମ କାପ୍ତା ଯୋଉଟା, ଦ୍ୱିତୀୟ କାପ୍ତା ମଧ୍ୟ ସେଇଟା, ତୃତୀୟ ଥର ଯିବା କାପ୍ତା ମଧ୍ୟ ସେଇଟା। ପିତା ଈଶ୍ୱର ଯେ, ପୁତ୍ର ଈଶ୍ୱର ସେ, ଆଉ ପବିତ୍ର ଆତ୍ମା ଈଶ୍ୱର ମଧ୍ୟ ସେ। ଏବେ ତୃତୀୟ ଥର ଆସୁଥିବା ସେହି କାପ୍ତା ବିଷୟରେ ଦେଖୁଛୁ। ସେହି କାପ୍ତା ପୁନର୍ବାର ନେଉଟି ଆସିଲା ନାହିଁ, ପୃଥିବୀରେ ରହିଗଲା। ସେଥିପାଇଁ ପବିତ୍ର ଆତ୍ମା ପୃଥିବୀରେ ଅଛନ୍ତି। ଯୀଶୁ ଖ୍ରୀଷ୍ଟ କହିଥିଲେ ଯୋହନ 14 ପର୍ବ 16 ଏବଂ 17 ପଦରେ, ମୁଁ ପିତାଙ୍କୁ ଅନୁରୋଧ କରିବି, ସେ ଚିରକାଳ ରହିବା ନିମନ୍ତେ ସତ୍ୟମ ଆତ୍ମାଙ୍କୁ ପଠେଇବେ। ଚିରକାଳ ନିମନ୍ତେ। ସେଥିପାଇଁ ସେହି କାପ୍ତା ପୃଥିବୀରେ ଅଧିଷ୍ଠାନ କରି ଲେଉଟି ଯାଇନାହାନ୍ତି, ଚିରକାଳ ରହି ବିଶ୍ୱାସୀମାନଙ୍କୁ ପ୍ରସ୍ତୁତ କରିବା କାର୍ଯ୍ୟରେ ଲାଗି ପଡ଼ିଛନ୍ତି। ସମସ୍ତେ କରତାଳି ଦେବା। ଧନ୍ୟବାଦ। ମୁଁ କରତାଳି ଦେବା ବୋଲି କହିବା ପୂର୍ବରୁ କରତାଳି ଦେଲ। ଏବେ ସମୟ ତ ଚାଲି ଯାଉଛି, ଆଉ ଟିକେ କହିବି ପବିତ୍ର ଆତ୍ମାଙ୍କର କାର୍ଯ୍ୟ କ'ଣ, କାହିଁକି ସେ ପୃଥିବୀରେ ଅଧିଷ୍ଠାନ କରି
ଫେରି ଯାଇନାହାନ୍ତି କ'ଣ କରୁଛନ୍ତି, ତାଙ୍କର କାର୍ଯ୍ୟ ତାଙ୍କର ଭୂମିକା କ'ଣ, ତାହା ଆମେ ନିତାନ୍ତ ମଣ୍ଡଳୀ ଯୁଗରେ ଜାଣିବାକୁ ହେବ। ମଣ୍ଡଳୀ ତାହା ଜାଣିବାକୁ ହେବ। ମଣ୍ଡଳୀକୁ ପ୍ରସ୍ତୁତ କରିବା ନିମନ୍ତେ ପବିତ୍ର ଆତ୍ମା ପୃଥିବୀର ଅଧିଷ୍ଠାନ କରିଛନ୍ତି। ଆଉ ତାହା ପେଣ୍ଟିକଷ୍ଟ ଦିନରେ ପବିତ୍ର ଆତ୍ମା ଅବତରଣ କରିଥିଲେ। ଆଜି ପରିକା ଗୋଟେ ଦିନରେ ସେଇ ଦିନକୁ ଆମେ ସ୍ମରଣ କରୁଛେ। ଆଦି ପୁସ୍ତକରେ 50ଟା ପର୍ବ ଅଛି। ଆଦି ପୁସ୍ତକରେ କେତେଟା ପର୍ବ ଅଛି? 50ଟା ପର୍ବ ଅଛି। ଆଉ 50ଟା ପର୍ବରେ ସବୁଠାରୁ ବଡ଼ ପର୍ବ 24 ଅଧ୍ୟାୟ ସବୁଠାରୁ ବଡ଼ ପର୍ବ। ସବୁଠାରୁ ବଡ଼ ପର୍ବରେ ବଡ଼ ବିଷୟ ଲେଖା ଅଛି। ଆଦି ପୁସ୍ତକରେ 50ଟା ପର୍ବ ଅଛି। 50ଟା ପର୍ବରେ ସବୁଠାରୁ ବଡ଼ ପର୍ବ ହେଉଛି 24। ଆଉ ସେଇ ବଡ଼ ପର୍ବରେ ବଡ଼ ବିଷୟ ଲେଖା ଅଛି। ସେଇ ବଡ଼ ବିଷୟ କ'ଣ? ବିବାହ। ବିବାହ ବହୁତ ବଡ଼ ବିଷୟ। ଆଉ ଏମିତି ସେମିତି ବିବାହ ନୁହେଁ, ଇସାହାକ ଏବଂ ରିବିକାର ବିବାହ। ଆଉ ଆଶ୍ଚର୍ଯ୍ୟ କଥା, ସେଇ ଅଧ୍ୟାୟରେ ଆମେ ଦେଖୁଛୁ କନ୍ୟାକୁ ବାପା ମା ଦେଖିନାହାନ୍ତି, ସେ ବାହା ହେବ ସେ ମଧ୍ୟ ଦେଖିନାହାନ୍ତି। ଏମିତିକାର ବିବାହ। ଅନ୍ତତଃ କନ୍ୟାକୁ ଦେଖିବା ପାଇଁ ବାପା ମା ଯାଆନ୍ତି ଆଗ, ପସନ୍ଦ ହେଉଛି କି ନାହିଁ। ପୁଅକୁ କହିବେ ଆମେ ଗୋଟେ ଝିଅ ଦେଖିଛୁ, ମୁଁ ତ ଦେଖି ନାହିଁ ବୋଲି କହିପାରନ୍ତି। କିନ୍ତୁ ଆଶ୍ଚର୍ଯ୍ୟର କଥା, ବଡ଼ ଅଧ୍ୟାୟରେ ବଡ଼ ବିଷୟ ବିବାହ, ଆଉ ସେଟା ଇସାହାକ ଏବଂ ରିବିକାଙ୍କର ବିବାହ। ବାପା ମା ଦେଖି ନାହାନ୍ତି କି ସେ ବର ମଧ୍ୟ ଦେଖିନାହିଁ। ସେଇ ବଡ଼ ଅଧ୍ୟାୟରେ 24 ଅଧ୍ୟାୟ ହେଉଛି ସବୁଠାରୁ ବଡ଼ ଅଧ୍ୟାୟ। ବଡ଼ ଅଧ୍ୟାୟରେ 4 ଜଣ ବଡ଼ ଲୋକଙ୍କୁ ଦେଖିବେ। ଆଦି ପୁସ୍ତକରେ 50ଟା ପର୍ବ ଅଛି। 50ଟି ପର୍ବରୁ 24 ପର୍ବ ସବୁଠାରୁ ବଡ଼ ପର୍ବ। ବଡ଼ ପର୍ବରେ ବଡ଼ ବିଷୟ ବିବାହ। ଆଉ ସେ ବଡ଼ ପର୍ବରେ 4 ଜଣ ବଡ଼ ବଡ଼ ଲୋକ। ଏ 4 ଜଣ କିଏ କହିବି? ପ୍ରଥମେ ଅବ୍ରାହମ, ସାନ ଲୋକ କି? ଇସାହାକ ମଧ୍ୟ ସାନ ଲୋକ ନୁହନ୍ତି। ଇଲିଏଜର ମଧ୍ୟ ସାନ ନୁହନ୍ତି। ରିବିକା ମଧ୍ୟ ସାଧାରଣ ନୁହେଁ। ଏ 4 ଜଣ ବିଷୟରେ ଟିକେ ଟିକେ କହିବି। ଅବ୍ରାହମ କିଏ ତାହା ଜାଣି ରଖିବା ଉଚିତ। ଅବ୍ରାହମ ଈଶ୍ୱରଙ୍କର ନିଦର୍ଶନ, ପିତା ଈଶ୍ୱରଙ୍କର ନିଦର୍ଶନ। ସମସ୍ତେ କହିବା କାହିଁକି? କାହିଁକି ଅବ୍ରାହମ ପିତା ଈଶ୍ୱରଙ୍କର ନିଦର୍ଶନ? ଆଜି ମନେ ରଖନ୍ତୁ। ଏହା ବୁଝେଇବା ନିମନ୍ତେ ମୁଁ ଲୁକ 16 ଅଧ୍ୟାୟକୁ ନେବି। 19 ପଦରୁ ଘଟଣା। ଜଣେ ଧନୀ ଲୋକ ଥିଲେ, ସବୁଦିନ ସେ ଆମୋଦ ପ୍ରମୋଦ କରୁଥିଲେ, ନୂତନ ବସ୍ତ୍ର ପିନ୍ଧି। ଆଉ ଜଣେ ଫାଟକ ପାଖରେ ଲାଜାର ନାମକ ଭିକାରୀ ଥିଲା। ଏଭଳି ଘଟଣାକ୍ରମେ ପ୍ରଥମେ କିଏ ମରିଥିବ? ଲାଜାର। କାହିଁକି ଲାଜାର ପ୍ରଥମେ ମରିବା ସ୍ୱାଭାବିକ? ତାକୁ ତ ଖାଇବାକୁ ମଧ୍ୟ ମିଳୁନି, ତାକୁ କିଏ ମେଡିକାଲକୁ ନେଇ ଟ୍ରିଟମେଣ୍ଟ କରିବେ? ଲାଜାର ପ୍ରଥମେ ମଲେ, ଆଉ ଧନୀ ଲୋକ ତାପରେ ମଲେ। ଏଇ ଧନୀ ଲୋକ ଜଣେ ଜିହୁଦୀ ବିଶ୍ୱାସୀ। କାହିଁକି? ହେ ଅବ୍ରାହମ ବୋଲି ସେ ନରକରେ ଥାଇ ପ୍ରାର୍ଥନା କରୁଛି। ସେ ଜଣେ ଜିହୁଦୀ ଲୋକ ନିଶ୍ଚୟ ହେଇଥିବ। ମାଥ୍ୟୁ 3 ଅଧ୍ୟାୟ ପାଖକୁ ଯଦି ଯିବା 1 ପଦରୁ 8 ପଦ ପର୍ଯ୍ୟନ୍ତ ମୁଁ କହିବି। ସେହି କାଳରେ ବାପ୍ତିଜକ ଯୋହନ ଉପସ୍ଥିତ ହୋଇ ଜିହୁଦା ପ୍ରଦେଶର ପ୍ରାନ୍ତରରେ ଘୋଷଣା କରି କହିବାକୁ ଲାଗିଲେ, ମନ ପରିବର୍ତ୍ତନ କର, କାରଣ ସ୍ୱର୍ଗରାଜ୍ୟ ସନ୍ନିକଟ। ଯିଶା ଭାବାଦୀଙ୍କ ଦ୍ୱାରା ଯାହାଙ୍କ ବିଷୟରେ ଏହି ବାକ୍ୟ ଉକ୍ତ ହୋଇଅଛି, ସେହି ବ୍ୟକ୍ତି ପ୍ରାନ୍ତରରେ ଉଚ୍ଚ ଶବ୍ଦ କରୁଥିବା ଜଣକର ସ୍ୱର, ପ୍ରଭୁଙ୍କ ପଥ ପ୍ରସ୍ତୁତ କର, ତାହାଙ୍କର ରାଜଦାଣ୍ଡ ସଳଖ କର।
ସେହି ଜୋହନ ଓଟ ଲୋମର ବସ୍ତ୍ର ପିନ୍ଧୁଥିଲେ ଓ ଆପଣା କଟିରେ ଚର୍ମର ପଟୁକା ବାନ୍ଧୁଥିଲେ। ପୁଣି ତାହାଙ୍କର ଖାଦ୍ୟ ପଙ୍ଗପାଳ ଓ ବନ ମଧ୍ୟ ଥିଲା। ସେତେବେଳେ ଜେରୁସାଲାମ ଓ ସମଗ୍ର ଜିହୁଦା ପ୍ରଦେଶ ତାହାଙ୍କ ନିକଟକୁ ଆସିଲେ ଆଉ ଆପଣା ଆପଣା ପାପ ସ୍ୱୀକାର କରି ତାହାଙ୍କ ଦ୍ୱାରା ଜର୍ଦ୍ଦନ ନଦୀରେ ବାପ୍ତିଜିତ ହେଲେ। କିନ୍ତୁ ଫାରୁସୀ ଓ ସାଦୁକୀ ମାନଙ୍କ ମଧ୍ୟରୁ ଅନେକ ଆସୁଅଛନ୍ତି। ଏହା ଦେଖି ସେ ସେମାନଙ୍କୁ କହିଲେ, ରେ କାଳସର୍ପର ବଂଶ, ଆଗାମୀ କ୍ରୋଧରୁ ପଳାୟନ କରିବା ନିମନ୍ତେ କିଏ ତୁମମାନଙ୍କୁ ଚେତନା ଦେଲା? ଏଣୁ ମନ ପରିବର୍ତ୍ତନର ଉପଯୁକ୍ତ ଫଳ ଉତ୍ପନ୍ନ କର। ପୁଣି ଅବ୍ରାହମ ତ ମାନଙ୍କର ପିତା, ମନେ ମନେ ଏପରି କହିବାକୁ ଭାଳ ନାହିଁ। ଜିହୁଦୀ ମାନେ ଅବ୍ରାହମ ଆମର ପିତା ବୋଲି ମନେ ମନେ ଗର୍ବ କରୁଥିଲେ। ଏଇଥିରୁ ଜଣାଯାଉଛି ଏ ଧନୀ ବ୍ୟକ୍ତି ହେ ପିତା ଅବ୍ରାହମ ବୋଲି ନରକରୁ ଡାକୁଛନ୍ତି। ଆଜି ମଧ୍ୟ ଅନେକ ଖ୍ରୀଷ୍ଟିଆନ ଲୋକମାନେ ନରକ ଗଲା ପରେ ଆଉ ଡାକିଲେ ଚଳିବ ନାହିଁ, ସୁଯୋଗର ସଦ୍ବ୍ୟବହାର କରିବାକୁ ହବ। ଆହୁରି ମଧ୍ୟ ସେ ତାଙ୍କୁ ଉତ୍ତର ଦିଆଯାଇଛି, ଲାଜାରକୁ ଟିକେ ପଠାଅ ବୋଲେ, ନାଇଁ ମୂଷାଙ୍କର ବ୍ୟବସ୍ଥା ଅଛି। ଜିହୁଦୀ ଲୋକ ନିଶ୍ଚିତ ଥିବେ ମୂଷାଙ୍କର ବ୍ୟବସ୍ଥା ଅଛି। ଆଜି ଘରେ ବାଇବଲ ଗୋଦାମ ଯଦି ଥିବ, ସେମିତିକା ଲୋକ ନରକକୁ ଯିବେ। ଦୁଃଖଦାୟକ ବିଷୟ। ମୂଷାଙ୍କ ବ୍ୟବସ୍ଥା, ବାଇବଲ କମେଣ୍ଟ୍ରି ସବୁ ଘରେ ଥାକ ଥାକ ହୋଇ ରହିଥିବ, କିନ୍ତୁ ନରକକୁ ଯିବା ପରିତାପର ବିଷୟ। ତେବେ ମୁଁ ଆପଣଙ୍କୁ କହିବି, ଏଇ ଅବ୍ରାହମ ଈଶ୍ୱରଙ୍କର ନିଦର୍ଶନ କାହିଁକି? ସମସ୍ତେ କହନ୍ତୁ କାହିଁକି? ଯେତେବେଳେ ଲାଜାର ମୃତ୍ୟୁବରଣ କଲେ, ଦୂତମାନେ ତାଙ୍କୁ ନେଇ ଅବ୍ରାହମଙ୍କ କୋଳକୁ ଘେରିଗଲେ। ଆଉ ଈଶ୍ୱରଙ୍କ କୋଳକୁ ନ ନେଇ ଅବ୍ରାହମଙ୍କ କୋଳରେ ରଖିଲେ କାହିଁକି? ଈଶ୍ୱରଙ୍କ ଅବ୍ରାହମଙ୍କ କୋଳ ଈଶ୍ୱରଙ୍କ କୋଳର ନିଦର୍ଶନ। କହିବା ହାଲେଲୁୟା। ଆଉ ଥରେ 19 ଅଧ୍ୟାୟକୁ ଜମ୍ପ କରିବା। ଲୁକ 16 ଅଧ୍ୟାୟରେ ଥିଲେ, ଏବେ 19 ଅଧ୍ୟାୟକୁ ଯିବା। ଜିରିହ ନଗର ପଥରେ ଜଣେ ଲୋକ ଥିଲେ, ସେ ଧନୀ ଲୋକ, ସେ ହେଉଛନ୍ତି ଯକ୍ଷୟ। ଯୀଶୁଙ୍କୁ ଦେଖିବା ପାଇଁ ଡିମ୍ବୁରି ବୃକ୍ଷ ଚଢ଼ିଥିଲେ। ଯୀଶୁ ଯେତେବେଳେ ଯାଉଥିଲେ, ତାଙ୍କ ମନ କଥା ଜାଣି, ଯକ୍ଷୟ ଶୀଘ୍ର ଓହ୍ଲେଇ ଆସେ, ଆଜି ମୁଁ ତୁମ ଘରେ ଅତିଥି ହେବି। ସେଇ ନାମ ଶୁଣିବା ମାତ୍ରେ, ଯକ୍ଷ ନାମ ଶୁଣିବା ମାତ୍ରେ ସେଇ ମୁହୂର୍ତ୍ତରେ ତାଙ୍କର ପରିବର୍ତ୍ତନ। ଆରେ ଏ ଲୋକଟା ମୋ ନାଁ ମଧ୍ୟ ଜାଣି ସାରିଛି। ସେ ଓହ୍ଲେଇଲେ, ଘରକୁ ନେଲେ। ଜିହୁଦୀ କଷ୍ଟମ ପ୍ରକାରରେ ତାଙ୍କୁ ଆତିଥ୍ୟ କରିଥିବେ। ନୂତନ ବସ୍ତ୍ର ପିନ୍ଧେଇଥିବେ, ଆଉ ପାଦ ଧୋଇଥିବେ। ଯେହେତୁ ସେ ଧନୀ ଲୋକ, ତାଙ୍କ ଚାକର ବାକର କହିଥିବେ ମାର୍କେଟକୁ ଯିବ, ସବୁଠାରୁ ଉତ୍କୃଷ୍ଟ ଖାଦ୍ୟ ସବୁ ଆଣିବ, ପ୍ରସ୍ତୁତ କରିବ, ସବୁଠାରୁ ଉତ୍କୃଷ୍ଟ ବସ୍ତ୍ର ଆଣିବ, ସବୁ କରିଥିବେ। ତାଙ୍କୁ ଭୋଜନ କରିବାକୁ ଦିଆଗଲା। ଆଚ୍ଛା, ସେଦିନ ଯକ୍ଷୟ ଆଉ ଯୀଶୁଙ୍କ ମଧ୍ୟରେ କିଛି କଥାବାର୍ତ୍ତା ହେଇଥିବ କି ନାହିଁ? କଥାବାର୍ତ୍ତା ନିଶ୍ଚୟ ହେଇଥିବ। ସବୁ କଥା ତ ବାଇବଲରେ ଲେଖାଯାଇ ନାହିଁ। ଯଦି ସବୁ କଥା ଗୋଟିଏ ଗୋଟିଏ କରି ଲେଖା ହେଇଥାନ୍ତା, ଏତେ ପୁସ୍ତକ ହେଇଥାନ୍ତା ଯେ ପୃଥିବୀରେ ରଖିବା ପାଇଁ ସ୍ଥାନ ମିଳନ୍ତା ନାହିଁ। ନିଶ୍ଚିତ ଭାବେ କଥାବାର୍ତ୍ତା ହେଇଥିବ। ଏ ଯକ୍ଷୟ ଶୁଣ, ମୋ କଥା ଶୁଣି ତୁମେ ଆଉ ଗଛରୁ ଓହ୍ଲେଇକି ତୁମ ଘରକୁ ଆଣିଲ। ଯକ୍ଷୟ, ମୁଁ ମାଟି ରାସ୍ତାରେ ଚାଲି ଚାଲି ତୁମ ଘରକୁ ଆସିଲି। ଦିନ ଆସିବ, ତୁମେ ମୋ ଘରକୁ ସୁନାର ରାସ୍ତାରେ ଚାଲି ଆସିବ। ଆଉ ସ୍ୱର୍ଗରେ ମାଟି ନାହିଁ, ସ୍ୱର୍ଣ୍ଣମଣ୍ଡିତ ରାସ୍ତାରେ ଚାଲି ଆସିବ। ଏ ଯକ୍ଷୟ ଶୁଣ ଶୁଣ, ତୁମେ ମୋତେ ଥରେ ଖାଇବାକୁ ଦେଲ,
ମୋ ଘରକୁ ଯେତେବେଳେ ଆସିବ ସବୁଦିନ ତୁମେ ଖାଇବ, ଭୋଜନ କରିବ। ଯକ୍ଷ ଶୁଣ, ଯେ ମୋତେ ଦେଖିଛି ପିତାଙ୍କୁ ଦେଖିଛି, ମୁଁ ଆଉ ମୋର ପିତା ଏକ। ସମସ୍ତେ କହିବା ହାଲେଲୁୟା। ତାପରେ ଯୀଶୁଙ୍କର ଉତ୍ତର 9 ପଦରେ, 19 ଅଧ୍ୟାୟ 9 ପଦରେ, ସେଇ ଦିନ କ'ଣ, ସେଇ ଗୃହରେ ଆଜି ପରିତ୍ରାଣ ଉପସ୍ଥିତ ହେଲା। ଯୀଶୁ କହୁଛନ୍ତି ଆଜି ଏଇ ଗୃହରେ ପରିତ୍ରାଣ ଉପସ୍ଥିତ। ତାପରେ ସେ କହୁଛନ୍ତି ଏଇ ମଧ୍ୟ ଜଣେ ଅବ୍ରାହମଙ୍କ ସନ୍ତାନ। କାର ସନ୍ତାନ? ଆରେ ଈଶ୍ୱରଙ୍କ ସନ୍ତାନ ବୋଲି ନ କହି ଅବ୍ରାହମଙ୍କ ସନ୍ତାନ ବୋଲି କହିଲେ କାହିଁକି? ସମସ୍ତେ କହନ୍ତୁ କାହିଁକି? ଏଥିପାଇଁ କହିଲେ ଅବ୍ରାହମ ଈଶ୍ୱରଙ୍କର ନିଦର୍ଶନ। ଏହାର ସ୍ପଷ୍ଟୀକରଣ ଆମେ ନୂତନ ନିୟମରେ ଦେଖିବା। ପାଉଲ ଲେଖନ୍ତି 3:7 ପଦରେ ଗାଲାତି, ଯେଉଁମାନେ ବିଶ୍ୱାସୀ ସେମାନେ ଅବ୍ରାହମଙ୍କ ସନ୍ତାନ। ପାଉଲ ଏଥିରେ ସ୍ପଷ୍ଟୀକରଣ କରୁଛନ୍ତି ବିଶ୍ୱାସୀ ମାନେ କେ ଅବ୍ରାହମଙ୍କ ସନ୍ତାନ। ଯେଉଁମାନେ ବିଶ୍ୱାସୀ ସେମାନେ ଅବ୍ରାହମଙ୍କ ସନ୍ତାନ। ଆଉ ଆଦି ପୁସ୍ତକ 24 ଅଧ୍ୟାୟରେ, ବଡ଼ ଅଧ୍ୟାୟରେ ବଡ଼ ବଡ଼ 4 ଜଣଙ୍କ କଥା ଦେଖୁଛୁ। ସେଇ ପ୍ରଥମ ବ୍ୟକ୍ତି ଅବ୍ରାହମ, ଈଶ୍ୱରଙ୍କ ନିଦର୍ଶନ। ଦ୍ୱିତୀୟ ବ୍ୟକ୍ତି ଇସାହାକ, ଯୀଶୁ ଖ୍ରୀଷ୍ଟଙ୍କ ନିଦର୍ଶନ। ଇସାହାକ ଅବ୍ରାହମଙ୍କର ଅଦ୍ୱିତୀୟ ପୁତ୍ର, ଯୀଶୁ ଖ୍ରୀଷ୍ଟ ଈଶ୍ୱରଙ୍କ ଅଦ୍ୱିତୀୟ ପୁତ୍ର। ତୁମର ଅଦ୍ୱିତୀୟ ପୁତ୍ରକୁ ନେଇ ମୋରିଆ ପର୍ବତରେ ବଳିଦାନ କରିବ। ଆଦି ପୁସ୍ତକ 22 ପର୍ବରେ ହିଁ ଆଉ ପରମେଶ୍ୱର ଅବ୍ରାହମକୁ ନିର୍ଦ୍ଦେଶ ଦେଇଥିଲେ। ମୋରିଆ ପର୍ବତର ଘଟଣା ଯୀଶୁ ଖ୍ରୀଷ୍ଟଙ୍କର ଦୁଃଖ ଭୋଗ ଓ ପୁନରୁତ୍ଥାନର ଛାୟା ସ୍ୱରୂପ ଥିଲା। 22 ପର୍ବର 5 ପଦରେ ଅବ୍ରାହମ ଦାସମାନଙ୍କୁ କହୁଛନ୍ତି, ଯେଉଁ ଦାସମାନଙ୍କ ସହିତ ଯାଇଥିଲେ, ତୁମେମାନେ ଏଇ ସ୍ଥାନରେ ଥାଅ, ମୁଁ ଏବଂ ବାଳକ ପର୍ବତକୁ ଯିବୁ, ଆରାଧନା କରି ଫେରି ଆସିବୁ। ସେ ତ ବଳି ଦେବା ନିମନ୍ତେ ନେଉଥିଲେ, ଆଉ ଫେରି ଆସିବୁ ବୋଲି କହୁଛନ୍ତି କାହିଁକି? ସମସ୍ତେ କୁହନ୍ତୁ କାହିଁକି? ତାହା ଯୀଶୁ ଖ୍ରୀଷ୍ଟଙ୍କ ଦୁଃଖ ଭୋଗ ଆଉ ତାର ପୁନରୁତ୍ଥାନର ନିଦର୍ଶନ। ତାହାର ସ୍ପଷ୍ଟୀକରଣ ଏବ୍ରୀ 11 ଅଧ୍ୟାୟ 17-19 ପଦରେ ଅଛି। ପୁନରୁତ୍ଥାନର ଦୃଷ୍ଟାନ୍ତ ସ୍ୱରୂପେ ସେ ମୃତ୍ୟୁରୁ ଫେରି ପାଇଲେ। ଇସାହାକ ଯୀଶୁ ଖ୍ରୀଷ୍ଟଙ୍କର ନିଦର୍ଶନ। 4 ଜଣ ବଡ଼ ବଡ଼ ଲୋକ ବଡ଼ ଅଧ୍ୟାୟରେ, ଆଉ ଦ୍ୱିତୀୟ ବ୍ୟକ୍ତି ଇସାହାକ। ଆଉ ଆମେ ଦେଖିବାକୁ ପାଉ ଆଦି ପୁସ୍ତକ 25 ପର୍ବ 5 ପଦରେ ଗୋଟିଏ ଧାଡ଼ି ପବିତ୍ର ଆତ୍ମା ବଢ଼ିଆ କରି ଲେଖିଛନ୍ତି। ଅନନ୍ତର ଅବ୍ରାହମ ଇସାହାକଙ୍କୁ ଆପଣାର ସର୍ବସ୍ୱ ଦେଲେ। ଅନନ୍ତର ଅବ୍ରାହମ ଇସାହାକଙ୍କୁ ଆପଣାର ସର୍ବସ୍ୱ ଦେଲେ। କେତେବେଳେ ଦେଲେ? ମୋରିଆ ପର୍ବତର ଘଟଣା ଶେଷ ହୋଇଥିଲା 22 ପର୍ବରେ। ଏବେ 25 ପର୍ବର 2 ପଦରେ ପବିତ୍ର ଆତ୍ମା ଲେଖନ୍ତି, ଅନନ୍ତର ଅବ୍ରାହମ ଇସାହାକକୁ ଆପଣାର ସର୍ବସ୍ୱ ଦେଲେ। ସର୍ବସ୍ୱ କ'ଣ ହେଇପାରେ? ଏବେ ଆଉ ଥରେ ନୂତନ ନିୟମକୁ ଯିବା, ମାଥିଉ 28 ପର୍ବର 18 ପଦକୁ। ସେତେବେଳେ ଯୀଶୁ ଖ୍ରୀଷ୍ଟଙ୍କର ଦୁଃଖ ଭୋଗ ପୁନରୁତ୍ଥାନ ସରିଥିଲା। ସେ ସେମାନଙ୍କ ନିକଟକୁ ଆସି ଆଳାପ କରି କହିଲେ, ସ୍ୱର୍ଗ ଓ ପୃଥିବୀର ସମସ୍ତ ଅଧିକାର ମୋତେ ପ୍ରଦତ୍ତ ହେଇଛି। 28 ପର୍ବର 18 ପଦ ମାଥିଉ। ସେ ସେମାନଙ୍କ ନିକଟକୁ ଆସି ଆଳାପ କରି କହିଲେ, ସ୍ୱର୍ଗ ଓ ପୃଥିବୀର ସମସ୍ତ ଅଧିକାର ମୋତେ ପ୍ରଦତ୍ତ ହୋଇଅଛି। ଅବ୍ରାହମ ଇସାହାକକୁ ସର୍ବସ୍ୱ ଦେଲେ। ତାର ଅର୍ଥ ଯୀଶୁଙ୍କୁ ଈଶ୍ୱର ପୃଥିବୀ, ସ୍ୱର୍ଗ ଓ ପୃଥିବୀର ସମସ୍ତ ଅଧିକାର ଦେଲେ। କେବେ ଦେଲେ? ତାଙ୍କର ଦୁଃଖ ଭୋଗ ଓ ପୁନରୁତ୍ଥାନ ପରେ। ଇସାହାକଙ୍କର ମୋରିଆ ପର୍ବତର ଘଟଣା ପରେ
25 ପର 2 ପଦରେ ପବିତ୍ର ଆତ୍ମା ଉଲ୍ଲେଖ କରନ୍ତି ଅନନ୍ତର ଅବ୍ରାହମ ଇସାହାକଙ୍କୁ ଆପଣାର ସର୍ବସ୍ୱ ଦେଲେ। 2 ଜଣ ବଡ଼ ଲୋକଙ୍କ କଥା ଆଲୋଚନା କଲେ। ତୃତୀୟ ବ୍ୟକ୍ତି ହେଉଛନ୍ତି ଇଲିଏଜର। ସମୟ ନଥିବାରୁ ଗୋଟେ ଗୋଟେ ଧାଡ଼ିରେ ଆପଣଙ୍କୁ ହେଡଲାଇନ୍ କହିବି। ହିବ୍ରୁ ଭାଷାରେ ଇଲିଏଜର ଶବ୍ଦର ଅର୍ଥ ସାହାଯ୍ୟକାରୀ। ପ୍ରଭୁ ଯୀଶୁ କହିଛନ୍ତି ମୁଁ ସେଇ ସାହାଯ୍ୟକାରୀକୁ ପଠେଇ ପିତାଙ୍କୁ ଅନୁରୋଧ କରିବି ସେ ସାହାଯ୍ୟକାରୀ ସତ୍ୟମ ଆତ୍ମାକୁ ପଠେଇବେ। ଏମିତିକାର ପେଣ୍ଟିକଷ୍ଟ ଦିନରେ ପବିତ୍ର ଆତ୍ମା ଆସିଥିଲେ ସାହାଯ୍ୟକାରୀ। କେବେ ଇଲିଏଜର ନାହୋର ନଗରକୁ ଗଲେ? ଅବ୍ରାହମ କେବେ ପଠେଇଲେ? ମୋରିଆ ପର୍ବତର ଘଟଣା ସମାପ୍ତ ହେଇଥିଲା। ତାପରେ ନାହୋର ନଗରକୁ ପଠେଇଲେ। ପେଣ୍ଟିକଷ୍ଟ ଦିନରେ ପବିତ୍ର ଆତ୍ମା ପୃଥିବୀକୁ ଆସିଲେ। ଯେମିତିକି ନାହୋର ନଗରକୁ ଯାଇଥିଲେ ଇଲିଏଜର ସବୁ ଘଟଣା ସମାପ୍ତ ପରେ, ଆଉ ପେଣ୍ଟିକଷ୍ଟ ଦିନରେ ପବିତ୍ର ଆତ୍ମା ଯାଇଥିଲେ ପୃଥିବୀକୁ। ଇଲିଏଜର ନାହୋର ନଗରକୁ ଯାଇଥିଲେ ଦୁଃଖ ଭୋଗ ପୁନରୁତ୍ଥାନ ପରେ। ମଣ୍ଡଳୀକୁ ପ୍ରସ୍ତୁତ କରିବା ନିମନ୍ତେ, ରିବିକାକୁ ପ୍ରସ୍ତୁତ କରିବା ନିମନ୍ତେ ଆସିଛନ୍ତି। କିଏ? ଇଲିଏଜର ସାହାଯ୍ୟକାରୀ। ତଦ୍ରୁପ ପବିତ୍ର ଆତ୍ମା ମଣ୍ଡଳୀକୁ ପ୍ରସ୍ତୁତ କରିବା ନିମନ୍ତେ ଆସିଛନ୍ତି। ସାଧୁ ପାଉଲ ଲେଖନ୍ତି 2 କରନ୍ଥୀ 11 ପର 2 ପଦରେ ଈଶ୍ୱରଙ୍କ ଉଦ୍ଯୋଗ ବିଷୟରେ ମୁଁ ତୁମମାନଙ୍କ ନିମନ୍ତେ ଉଦ୍ଯୋଗୀ। ମୁଁ ତୁମମାନଙ୍କୁ ସତୀ କନ୍ୟା ସଦୃଶ ଖ୍ରୀଷ୍ଟଙ୍କ ଠାରେ ସମର୍ପଣ କରିବା ପାଇଁ ବାଗଦାନ କରିଅଛି। ଏବେ ପବିତ୍ର ଆତ୍ମାଙ୍କର କାର୍ଯ୍ୟ ମଣ୍ଡଳୀକୁ ପ୍ରସ୍ତୁତ କରିବା ପାଇଁ। ଇଲିଏଜର ପବିତ୍ର ଆତ୍ମା, ରିବିକାଙ୍କୁ ଆମେ ଦେଖୁ। ଯେତେବେଳେ ଇଲିଏଜର ପହଞ୍ଚିଲେ, କୂଅ ମୂଳରେ ପ୍ରାର୍ଥନା କରୁଥିଲେ, ଯୋଉ ଝିଅ ମୋତେ ଆମ ଓଟମାନଙ୍କୁ ଜଳପାନ କରିବ ସେ ହିଁ ମୋ ପ୍ରଭୁର କନ୍ୟା ହେବ। ତାଙ୍କର ପ୍ରାର୍ଥନା ଅକ୍ଷରେ ଅକ୍ଷରେ ସଫଳ ହେଇଥିଲା। ରିବିକା ଆସି ପହଞ୍ଚିଥିଲେ। 10 ଗୋଟି ଓଟ ନେଇ ସେ ଯାଇଥିଲେ। 10ଟା ଓଟ ନେଇଥିଲେ। ଓଟକୁ କୁହାଯାଏ ମରୁଭୂମିର ଜାହାଜ। ଥରେ ଯଦି ଓଟ ପାଣି ପିଇବ ଆଉ 4 ମାସ ନ ପିଇଲେ ମଧ୍ୟ ବଞ୍ଚିପାରିବ। ଏତେ ପର୍ଯ୍ୟାପ୍ତ ପାଣି ସେ ପିଏ। ଆଉ ମଧ୍ୟପ୍ରାଚ୍ୟର କୂଅ ଗୁଡ଼ିକ ବହୁତ ଗଭୀର। ସମରଣିଆ ସ୍ତ୍ରୀଙ୍କ ସହିତ ଯୀଶୁ ଯେତେବେଳେ କଥାବାର୍ତ୍ତା କରୁଥିଲେ ଯୋହନ 4 ଅଧ୍ୟାୟରେ, ସମରଣିଆ ସ୍ତ୍ରୀ ଯୀଶୁଙ୍କୁ କହୁଛନ୍ତି ମହାଶୟ କୂଅ ତ ଗଭୀର। ଆଉ ସେଠି ଆମେ ଦେଖିବାକୁ ପାଉ ଜଣେ ଅଳ୍ପ ବୟସ୍କାର ଝିଅ 10ଟା ଓଟକୁ ତାଙ୍କ ଲୋକମାନଙ୍କୁ ପାଣି ପିଇବା ପାଇଁ କେତେ ପରିଶ୍ରମ କରିଥିବ। ଯଦି କୌଣସି ପାଳକ ଆଜି ଖରା ଦିନ କେଉଁ ଘରକୁ ଯାଇ ପହଞ୍ଚିବେ, 2 ହାଣ୍ଡି ପାଣି ଗାଧୋଇବାକୁ ଦେବେ କି ନାହିଁ କି? କିନ୍ତୁ ରିବିକା 10ଟା ଓଟକୁ ଜଳପାନ କରିଥିଲା ଗଭୀର କୂଅରୁ। ତେଣୁ ସେ ଇସାହାକଙ୍କର ପତ୍ନୀ ହେବା ପାଇଁ ଯୋଗ୍ୟ ଥିଲା। ପ୍ରିୟମାନେ, ଗପ ନୁହେଁ କି କାହାଣୀ ନୁହେଁ କି ଶ୍ରୁତି ମଧୁର କଥା ନୁହେଁ। ପାଉଲଙ୍କ ଭାଷାରେ କହିବାକୁ ଗଲେ ମୁଁ ତୁମମାନଙ୍କୁ ଗୋଟିଏ ନିଗୂଢ଼ କଥା କହୁଅଛି। ତେବେ ଆମେ ଜାଣି ରଖୁ ସେହି ସ୍ଥାନରେ ତାଙ୍କ ବାପା ଘରେ କିଛି ଦିନ ରହିବା ପାଇଁ 10 ଦିନ ଆମ ଘରେ ରୁହ। ସେଥିରେ ଏକମତ ନୁହନ୍ତି, ଶୀଘ୍ର ଯିବାକୁ ହିଁ ପଡ଼ିବ। ଗୀତ ସଂହିତା 45 ଅଧ୍ୟାୟ କୋର ସନ୍ତାନ ଗଣର ରଚିତ ଗୀତ 10 ଏବଂ 11 ପଦରେ ପବିତ୍ର ଆତ୍ମା ଉଲ୍ଲେଖ କରନ୍ତି, ଆଗୋ କନ୍ୟା ଶୁଣ, ବିବେଚନା କର, ଆପଣା କର୍ଣ୍ଣଡେର ତୁମ ନିଜ ଲୋକକୁ ଓ ପିତୃପୁରକୁ ପାଶର, ତହିଁରେ ରାଜା ତୁମର ସୌନ୍ଦର୍ଯ୍ୟ ବାଞ୍ଛା କରିବେ, କାରଣ ସେ ତୁମର ପ୍ରଭୁ, ତୁମେ ତାହାକୁ ପ୍ରଣାମ କର।
ଏହି ବାକ୍ୟ ରିବିକାଙ୍କ ଜୀବନରେ ଅକ୍ଷରେ ଅକ୍ଷରେ ସଫଳିତ ହୋଇଥିଲା। ନିଜ ଲୋକଙ୍କୁ ପିତୃଗୃହକୁ ପାଶର, ତହିଁରେ ରାଜା ତୁମର ସୌନ୍ଦର୍ଯ୍ୟ ବାଞ୍ଛା କରିବେ, କାରଣ ସେ ତୁମର ପ୍ରଭୁ, ତୁମେ ତାହାକୁ ପ୍ରଣାମ କର। ଏହାର ଆତ୍ମିକ ବିଷୟକୁ ଆତ୍ମିକ ଅର୍ଥ ଜଣେ ଲୋକ ବର୍ଣ୍ଣନା କରନ୍ତି। ଟିକେ କହିବି, ଜଣେ ମହାନ ବାଇବଲ ବିଶାରଦ, ତାଙ୍କ ନାମ ୱିଲିୟମ ବ୍ରାନହାମ। ୱିଲିୟମ ଏମ୍ ବ୍ରାନହାମ ସେ ଏଇ ନିଜ ଲୋକ ପିତୃଗୃହକୁ ପାଶର ବିଷୟରେ ଯାହା ଲେଖିଛନ୍ତି ଟିକେ କହିବି। ଆତ୍ମିକ ଅର୍ଥ ତାହା ତ ଆକ୍ଷରିକ ଅର୍ଥ ରିବିକାଙ୍କ ଜୀବନରେ ଘଟିଥିଲା। ଆଗ କନ୍ୟା ଶୁଣ, ବିବେଚନା କର, ଆପଣା କର୍ଣ୍ଣଡେର ନିଜ ଲୋକଙ୍କୁ ଓ ପିତୃଗୃହକୁ ପାଶର, ତହିଁରେ ରାଜା ତୁମର ସୌନ୍ଦର୍ଯ୍ୟ ବାଞ୍ଛା କରିବେ, କାରଣ ସେ ତୁମର ପ୍ରଭୁ, ତୁମେ ତାହାକୁ ପ୍ରଣାମ କର। ଏହା ଆକ୍ଷରିକ। ଜଗତର ଯେତେ ଭୋଗ ବିଳାସ ଏଇସବୁ ତାହାକୁ ତୁଚ୍ଛ କରିବାକୁ ହବ। ଏହା ବ୍ରାନହାମଙ୍କ ଲକ୍ଷ୍ୟ। କାମିନୀ, କାଞ୍ଚନ, ପଦମର୍ଯ୍ୟାଦା ଏସବୁ ଜଗତର ବିଷୟବସ୍ତୁ, ତାକୁ ତୁଚ୍ଛ କରିବାକୁ ହବ। ଜଗତର ଐଶ୍ୱର୍ଯ୍ୟ, ଭୋଗବିଳାସକୁ ତୁଚ୍ଛ କରିବା ଅର୍ଥ ଆଉ ପାଶର। ଜଣେ ପାଳକଙ୍କ ପାଖରେ 20ଟା ସୁଟ୍ ଥିବ, 50ଟା ଭଲ ଭଲ ଡ୍ରେସ୍ ଥିବ, ଗୋଟେ ବାଇବଲ କମେଣ୍ଟ୍ରି ନଥିବ, ଗୋଟେ ବାଇବଲ ଡିକ୍ସନାରୀ ନଥିବ, ଗୋଟେ ବାଇବଲ କଙ୍କୋର୍ଡେନ୍ସ ନଥିବ। ବ୍ରାନହାମ କହନ୍ତି ଏଇ ଜଗତର ବିଷୟବସ୍ତୁ ଯାହା ପ୍ରାଚୁର୍ଯ୍ୟକୁ ହିବ୍ରୁ ଭାଷାରେ ଐକାବୋତ, ଥରେ ମାତ୍ର ଐକାବୋତ ଶବ୍ଦ ବାଇବଲରେ ଲେଖା ଅଛି, ପ୍ରଥମ ସାମୁଏଲ 4:21। ଐକାବୋତର ଅର୍ଥ ହୀନ ଗୌରବ। କ'ଣ? ହୀନ ଗୌରବ। ଜଣେ ପାଷ୍ଟର ପାଖରେ 20ଟା ସୁଟ୍ ଥିବ, 50ଟା ଡ୍ରେସ୍ ଥିବ, ଗୋଟେ ଭଲ ଷ୍ଟଡି ବାଇବଲ ନଥିବ, ହୀନ ଗୌରବ, ଐକାବୋତ। ତେଣୁ ପ୍ରଭୁ ଯୀଶୁ ଖ୍ରୀଷ୍ଟ କହିଛନ୍ତି, ତୁମର ଚାଦର ଖଣ୍ଡିକ ବିକି ଖଣ୍ଡା କିଣ। ଖଣ୍ଡା କଣ? ଈଶ୍ୱରଙ୍କ ବାକ୍ୟ। ଆଗ କାଳରେ ଚାଦର, ଧୋତି, ପାଞ୍ଚି ଏସବୁ ପିନ୍ଧୁଥିଲେ, ଏବେ ସୁଟ୍ ପିନ୍ଧିବାର ଯୁଗ। ଯୀଶୁଙ୍କର କଥା ନିହାତି ସତ୍ୟ। ଚାଦର ବିକି ଦେଇ ଖଣ୍ଡା କିଣ। ଖଣ୍ଡା ଈଶ୍ୱରଙ୍କ ବାକ୍ୟ। ଏ ବହିଟି କିଣନ୍ତୁ। ଉଦାହରଣ, କେତେ ଟଙ୍କା? ନାଇଁ, 100 ଟଙ୍କା। 100 ଟଙ୍କା। କେତେ ହଜାର ଘଣ୍ଟା ପରିଶ୍ରମ କରିଛନ୍ତି ଲେଖକ, କେତେ ଲକ୍ଷ ଟଙ୍କା ଖର୍ଚ୍ଚ କରିଛନ୍ତି, ତାକୁ ଚିନ୍ତା କର। ବହିର ଦାମ 100 ଟଙ୍କା ବେଲେ ବିସ୍ମିତ ହୁଅ ନାହିଁ। ସେଥିପାଇଁ ବ୍ରାନହାମ ଏଇ କଥା କହନ୍ତି, ଜଗତର ବିଷୟବସ୍ତୁ ଐକାବୋତ। ଐକାବୋତର ଅର୍ଥ ହୀନ ଗୌରବ। এই ହୀନ ଗୌରବକୁ ଛାଡ଼ିକି ଆଉ ଯୀଶୁଙ୍କ ପାଖକୁ ଯାଅ, ସେ ତୁମର ସୌନ୍ଦର୍ଯ୍ୟ ବାଞ୍ଛା କରିବେ। ଆଗକୁ କନ୍ୟା ଶୁଣ, ବିବେଚନା କର, ଆପଣା କର୍ଣ୍ଣଡେର ତୁମ ନିଜ ଲୋକଙ୍କୁ ଓ ପିତୃଗୃହକୁ ପାଶର, ତହିଁରେ ରାଜା ତୁମର ସୌନ୍ଦର୍ଯ୍ୟ ବାଞ୍ଛା କରିବେ। ଏବେ ସେମାନେ ଯାତ୍ରା ଆରମ୍ଭ କରୁଛନ୍ତି। ଆମ ହାତରେ ସମୟ ନାହିଁ, ଅଳ୍ପ ସମୟରେ ମୁଁ ସାରିଦେବି। ଯାତ୍ରା ଆରମ୍ଭ କରୁଛନ୍ତି। ଇସାକଙ୍କ ନିକଟରେ ପହଞ୍ଚିବା ମଧ୍ୟରେ, ଏମାନଙ୍କ ଯାତ୍ରାରେ ମଧ୍ୟରେ କିଛି କଥାବାର୍ତ୍ତା ହେଇଥିବେ କି? ନା ନାହିଁ? ହେଇନଥିବେ? ନିଶ୍ଚୟ ହେଇଥିବେ। ସବୁ କଥା ତ ଲେଖାଯାଏନି। ଏ ରିବିକା, ତୁମେ ଯାହା ପାଇଁ ଯାଉଛ ନା, ସେ ମୋରିଆ ପର୍ବତରେ ବଳି ହେଇଥିଲେ ଆଉ ଫେରି ଆସିଥିଲେ, ଆଉ ତାଙ୍କର କନ୍ୟା ହେବା ପାଇଁ ତୁମେ ଯାଉଛ। ଅର୍ଥାତ୍ ଯୀଶୁଙ୍କ ବିଷୟରେ ପୂର୍ଣ୍ଣ ସୁସମାଚାର ପବିତ୍ର ଆତ୍ମା ବିଶ୍ୱାସୀମାନଙ୍କୁ ଦିଅନ୍ତି। ଯୀଶୁଙ୍କର ଜନ୍ମ, ମୃତ୍ୟୁ, ପୁନରୁତ୍ଥାନ, ସ୍ୱର୍ଗାରୋହଣ, ଦ୍ୱିତୀୟ ଆଗମନ। ଯୀଶୁଙ୍କର ଜନ୍ମ,
ମୃତ୍ୟୁ ପୁନରୁତ୍ଥାନ ସ୍ୱର୍ଗାରୋହଣ ଦ୍ୱିତୀୟ ଆଗମନ। ଏହାକୁ କୁହାଯାଏ ପୂର୍ଣ୍ଣ ସୁସମାଚାର, ଫୁଲ୍ ଗସ୍ପେଲ। ଇସାକଙ୍କ ବିଷୟରେ ଇଲିଏଜର ପୂର୍ଣ୍ଣ ସୁସମାଚାର ଦେଇ ପହଞ୍ଚାଇବାକୁ ହେବ ଇସାକଙ୍କ ନିକଟରେ ରିବିକା। ଆଜି ମଣ୍ଡଳୀକୁ ପବିତ୍ର ଆତ୍ମା ପୂର୍ଣ୍ଣ ସୁସମାଚାର ଦେଇ ପ୍ରସ୍ତୁତ କରି ଖ୍ରୀଷ୍ଟଙ୍କ ସହିତ ମିଳିତ ହେବାକୁ ଦେବେ। ସମସ୍ତେ କହିବା ହାଲେଲୁୟା। ଗୋଟେ କଥା କହିବି, ପ୍ରଥମ କରନ୍ତୀୟ 14 ପର୍ବ 19 ପଦ ସାଧୁ ପାଉଲ କହିଛନ୍ତି, ପରଭାଷାରେ 10,000 କଥା କହିବା ଅପେକ୍ଷା ବୁଦ୍ଧିର ସହିତ 5ଟି କଥା କହିବାକୁ ଭଲ ପାଏ। ସେ 5ଟା କଥା କ'ଣ ହେଇଥିବ? ପାଉଲ କହୁଛନ୍ତି ପରଭାଷାରେ 10,000 କଥା କହିବା ଅପେକ୍ଷା ବୁଦ୍ଧିର ସହିତ 5ଟି କଥା କହିବା ଭଲ ପାଏ। କେତେ କେତେ ପର୍ବର କେତେ ପଦ ବୋଲି ଲେଖିଲ? 14 ପର୍ବ 19 ପଦ କରନ୍ତୀୟ ପୁସ୍ତକ। ହେଲେ ଏଇ 5ଟି କଥା କ'ଣ? ଯୀଶୁଙ୍କର ଜନ୍ମ, ମୃତ୍ୟୁ, ପୁନରୁତ୍ଥାନ, ସ୍ୱର୍ଗାରୋହଣ ଓ ଦ୍ୱିତୀୟ ଆଗମନ। ଏହା ହେଉଛି ପୂର୍ଣ୍ଣ ସୁସମାଚାର। ବିଶ୍ୱାସୀଙ୍କୁ ଏହା ଜଣେଇକି ପ୍ରସ୍ତୁତ କରିବା କାର୍ଯ୍ୟ ପବିତ୍ର ଆତ୍ମାଙ୍କର। ଏବେ ଇଲିଏଜର ରୂପକ ପବିତ୍ର ଆତ୍ମା ରିବିକା ରୂପକ ମଣ୍ଡଳୀକୁ ପ୍ରସ୍ତୁତ କରି ନେଉଛନ୍ତି। ଯେତେବେଳେ ପହଞ୍ଚିଲେ, ଆଶ୍ଚର୍ଯ୍ୟର କଥା, ଇସାକ ଏବଂ ରିବିକାଙ୍କର ପ୍ରଥମ ସାକ୍ଷାତ ବାପ ଘରେ ନୁହେଁ କି ଶ୍ୱଶୁର ଘରେ ନୁହେଁ। ଏହା ହିଁ ଆଶ୍ଚର୍ଯ୍ୟ। ତାଙ୍କର ପ୍ରଥମ ସାକ୍ଷାତ କ୍ଷେତରେ। 63 ପଦରେ ଆମେ ଦେଖୁଛୁ କ୍ଷେତରେ। ଇସାକ ଏବଂ ରିବିକାଙ୍କର ପ୍ରଥମ ସାକ୍ଷାତ କ୍ଷେତରେ। ସମସ୍ତେ କହନ୍ତୁ କାହିଁକି? ହଁ, ଈଶ୍ୱରଙ୍କ ବାକ୍ୟରେ ନିଗୁଡ଼ ତତ୍ତ୍ୱ ଆବୃତ ହୋଇଯାଇଛି, ତାକୁ ଅନାବୃତ କରିବାକୁ ହିଁ ପଡ଼ିବ। କାରଣ ପ୍ରଭୁ ଯୀଶୁଖ୍ରୀଷ୍ଟ ଶୂନ୍ୟମଣ୍ଡଳକୁ ଆସିବେ, ପବିତ୍ର ଆତ୍ମା ମଣ୍ଡଳୀକୁ ଉଠେଇ ଶୂନ୍ୟମଣ୍ଡଳରେ ଯୀଶୁଙ୍କ ସହିତ ସାକ୍ଷାତ କରାଇବେ। ତାହାର ଛାୟା ସ୍ୱରୂପେ ଏମାନଙ୍କର ପ୍ରଥମ ସାକ୍ଷାତ ବାପ ଘରେ ନୁହେଁ କି ଶ୍ୱଶୁର ଘରେ ନୁହେଁ, ହେଇଥିଲା କ୍ଷେତରେ। ଆଉ ଗୋଟେ କଥା କହି ସମାପ୍ତି କରିବି, ଶେଷ ପଦ କଥା 67 ପଦରେ ଇସାହାକ ମାତୃମରଣ ଶୋକରୁ ସାନ୍ତ୍ୱନା ପାଇଲେ। ରିବିକାକୁ ବିବାହ କରି ଲାଭ କରି ସେ ମାତୃମରଣ ଶୋକରୁ ସାନ୍ତ୍ୱନା ପାଇଲେ। ସମସ୍ତେ କହନ୍ତୁ ସାନ୍ତ୍ୱନା ପାଇଲେ। ବେଶ, ପ୍ରଭୁ ଯୀଶୁଖ୍ରୀଷ୍ଟ ମଣ୍ଡଳୀକୁ ଲାଭ କରି ସାନ୍ତ୍ୱନା ପାଇଲେ। ଅତୀତର ଦୁଃଖକୁ ଭୁଲିଯିବେ। ଯେଉଁ ମଣ୍ଡଳୀ ନିମନ୍ତେ ଦୁଃଖ ଭୋଗ କରିଥିଲେ, ପ୍ରାଣ ଦେଇଥିଲେ, ରକ୍ତ ଦେଇଥିଲେ, ଅତୀତର ବିଷୟବସ୍ତୁକୁ ସେ ଭୁଲିଯିବେ, କାରଣ ସେ ସାନ୍ତ୍ୱନା ପାଇବେ। ଇସାହାକ ରିବିକାଙ୍କୁ ବିବାହ କରି ସାନ୍ତ୍ୱନା ପାଇଲେ। ପ୍ରିୟମାନେ, 4 ଜଣ ବଡ଼ ବଡ଼ ଲୋକଙ୍କ କଥା ବଡ଼ ଅଧ୍ୟାୟରେ ଆମେ ଦେଖୁଛୁ। ବଡ଼ ଅଧ୍ୟାୟରେ ବଡ଼ ବିଷୟ ବିବାହ ଆମେ ଦେଖୁଛୁ। ତେବେ ଇଲିଆଜର ପବିତ୍ର ଆତ୍ମା ଯିଏକି ମଣ୍ଡଳୀକୁ ପ୍ରସ୍ତୁତ କରୁଛନ୍ତି ପୃଥିବୀରେ ଅଧିଷ୍ଠାନ କରି, ସେଥିପାଇଁ ସେ ତୃତୀୟ ଥର ଯାଇଥିବା ସେହି କାପ୍ତା ସେ ନେଉଟି ଯାଇନଥିଲା, ସେ ପୃଥିବୀରେ ରହିଯାଇଥିଲା। ଏହା ପବିତ୍ର ଆତ୍ମାଙ୍କର କାର୍ଯ୍ୟ। ଏଇଭଳିକାର ଦିନରେ ପବିତ୍ର ଆତ୍ମା ଅବତରଣ କରିଥିଲେ, ଆଉ ସେଇ ଦିନଟିକୁ ଆମେ ସ୍ମରଣ କରୁଛେ। ଆଉ ମନେ ରଖୁ, ପବିତ୍ର ଆତ୍ମା ଆସି ମଣ୍ଡଳୀକୁ ପ୍ରସ୍ତୁତ କରୁଛନ୍ତି, ତାର ମାଧ୍ୟମ ମଧ୍ୟ ଅଛି। ପାଉଲ ଲେଖନ୍ତି ଏଫେସୀ 4 ପର୍ବ 11 ପଦରେ, ସେ କାହା କାହାକୁ ପ୍ରେରିତ, କାହା କାହାକୁ ଭାବବାଦୀ, କାହା କାହାକୁ ସୁସମାଚାର ପ୍ରଚାରକ, ପୁଣି କାହା କାହାକୁ ପାଳକ ଓ ଶିକ୍ଷକ ରୂପେ ନିଯୁକ୍ତି ଦେଇଛନ୍ତି।
ଏମାନଙ୍କର ମାଧ୍ୟମରେ ମଣ୍ଡଳୀକୁ ପ୍ରସ୍ତୁତ କରୁଛନ୍ତି। ବାକ୍ୟ ରୂପ ଜଳ ଦ୍ୱାରା ପ୍ରସ୍ତୁତ କରୁଛନ୍ତି ଯୀଶୁଙ୍କ ସହିତ ମିଳେଇ ଦେବା ନିମନ୍ତେ। ଏହା ପବିତ୍ର ଆତ୍ମାଙ୍କର କାର୍ଯ୍ୟ। ପବିତ୍ର ଆତ୍ମା ସେବକମାନଙ୍କ ମାଧ୍ୟମରେ ବାକ୍ୟ ଦ୍ୱାରା ପ୍ରସ୍ତୁତ କରିଛନ୍ତି। ସେ କାହା କାହାକୁ ପ୍ରେରିତ, କାହା କାହାକୁ ଭାବବାଦୀ, କାହା କାହାକୁ ସୁସମାଚାର ପ୍ରଚାରକ, କାହା କାହାକୁ ପାଳକ ଓ କାହା କାହାକୁ ଶିକ୍ଷକ ରୂପେ ନିଯୁକ୍ତି ଦେଇଛନ୍ତି। ତେବେ ଯେଉଁ ସେବକମାନେ କାର୍ଯ୍ୟ କରୁଛନ୍ତି ସେମାନଙ୍କ କଥା ଶୁଣିବା, ସେମାନଙ୍କ କାର୍ଯ୍ୟକୁ, ସେମାନଙ୍କ କଥାକୁ ଗ୍ରହଣ କରିବା, ପବିତ୍ର ଆତ୍ମାକୁ କାର୍ଯ୍ୟକୁ ଗ୍ରହଣ କରିବା। ଆଉ ଆପଣଙ୍କ ଏଇ ମଣ୍ଡଳୀରେ ପାଳକଙ୍କୁ ନିଯୁକ୍ତ କରିଦେଇଛନ୍ତି ଆଉ ସେବକମାନେ ଅଛନ୍ତି। ସେମାନଙ୍କର କଥା ଆପଣ ଶୁଣିବେ। ସେମାନେ ନିଜ କଥା କହିବେ ନାହିଁ, ବାକ୍ୟରୁ କହିବେ, ଆଉ ତାହା ପବିତ୍ର ଆତ୍ମାଙ୍କର କାର୍ଯ୍ୟ। ତେବେ ଅନେକ ସମୟ କହି ଆପଣଙ୍କୁ କ୍ଳାନ୍ତ କରିବାକୁ ମୁଁ ଇଚ୍ଛା କରେନି, କିନ୍ତୁ এই পেন্টিকস্ট ଦିନ ଛାୟା ସ୍ୱରୂପ ଥିଲା। ଯାତ୍ରା 19 ପର୍ବର ପ୍ରଥମ ପଦର ଛାୟା ସ୍ୱରୂପ ଥିଲା। ମିଶର ଦେଶରୁ ଇସ୍ରାଏଲ ସନ୍ତାନଗଣ ବାହାର ହୋଇ ଆସିବା ଦିନାବଧି ସେଇ ଠାରୁ ସିନା ପ୍ରାନ୍ତରରେ ଉପସ୍ଥିତ ହେବେ। ସେତେବେଳେ 48ତମ ଦିନ ହୋଇଥିଲା। ଆଉ ମୋସାଙ୍କୁ କୁହାଯାଇଥିଲା ଲୋକମାନଙ୍କୁ ପ୍ରସ୍ତୁତ କର, ଆଜି ଓ କାଲି ପ୍ରସ୍ତୁତ କର। ତୃତୀୟ ଦିନରେ ସଦାପ୍ରଭୁ ସିନା ପର୍ବତକୁ ଓହ୍ଲେଇ ଆସିବେ। ଆଉ ତାହା ହିଁ ଘଟିଥିଲା। ତୃତୀୟ ଦିନରେ ପ୍ରଭାତରେ ମେଘଗର୍ଜନ, ବିଜୁଳି ଶବ୍ଦ ହୋଇଥିଲା, ଆଉ ଲୋକମାନେ କମ୍ପାନ୍ବିତ ହୋଇଥିଲେ। ସେଇ ଦିନକୁ ଆମେ ସ୍ମରଣ କରୁଛେ। ଆଉ ସେଇ ଦିନକୁ ସ୍ମରଣ କରି ଆମେ ଜୀବନକୁ ପରିବର୍ତ୍ତିତ କରିବା ଏବଂ ବାକ୍ୟ ପ୍ରକାରେ ଆମେ ଚାଲିବା। ବାକ୍ୟ ପାଳନକାରୀମାନେ ଆଶୀର୍ବାଦ ପାଇବେ। ପ୍ରଭୁ ମଣ୍ଡଳୀକୁ ଆଶୀର୍ବାଦ କରନ୍ତୁ। ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ଅନୁଗ୍ରହ ଆମ ସମସ୍ତଙ୍କର ସହବର୍ତ୍ତୀ ହେଉ। ମୋ ସହିତ ସମସ୍ତେ କୁହନ୍ତୁ ଆମେନ୍, ଆମେନ୍, ଆମେନ୍।